पिला माने ମୁଁ ଆଶା କରୁଛି ତୁମମାନେ ଖୁବ୍ ଭଲରେ ଥିବ। ଏହି ଭିଡ଼ିଓରେ ଆମେ ଗଣିତ ଧାରାର ପାଠ 8 1 ଲକ୍ଷ ପର୍ଯ୍ୟନ୍ତ ସଂଖ୍ୟାର ପରିଚୟ ବିଷୟରେ ପଢ଼ିବା। କ'ଣ କ'ଣ ପଢ଼ିବା? ପ୍ରଥମେ ଯାହା ଆମର ପାଠ ଅଛି ବହିରେ, ଏଇ ପାଠ 8ରେ ଯାହା ଯାହା ପାଠ ଆମକୁ କରିବାର ଅଛି ତାହା ପଢ଼ିବା। ତାପରେ ଯାହା ଅଭ୍ୟାସ ଅଛି ତାହା ପଢ଼ିବା। ତାପରେ ଏଇ ଦୁଇଟା ପଢ଼ି ସାରିଲା ପରେ, ଅଭ୍ୟାସ କରିସାରିଲା ପରେ, ଏଇ ବିଷୟରୁ ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ, ନବୋଦୟ ବିଦ୍ୟାଳୟ ପରୀକ୍ଷାରେ, ବୃତ୍ତି ପରୀକ୍ଷାରେ ଯେଉଁ ସବୁ ପ୍ରଶ୍ନପତ୍ର ଆସିଛି ସେଗୁଡ଼ାକର ବି ସମାଧାନ ଆମେ କରିବା। କେମିତି ପଢ଼ିବା? ପଢ଼ିଲା ବେଳେ ଭିଡ଼ିଓକୁ ଷ୍ଟପ୍ କରି ନୋଟ୍ କରିବା। ଯଦି ପଢ଼ିଲା ବେଳେ ତୁମେ କୋଉଠି ଦେଖିଲ କି ମୁଁ କିଛି କଥା କହୁଛି ଯୋଉଟା ନୋଟ୍ କରିବା ଦରକାର, ଭିଡ଼ିଓକୁ ବନ୍ଦ କରିଦେବ। ସେଇଠି ବନ୍ଦ କରିଦେଇକି ନୋଟ୍ କରିବ। ଖାତା କଲମ କାଢ଼ିକି ରଖିଥିବ, ସେଥିରେ ନୋଟ୍ କରିବ। ଭିଡ଼ିଓକୁ ମୂଳରୁ ଶେଷ ଯାଏଁ ଭଲିକି ଦେଖିବ। ଭିଡ଼ିଓକୁ ମୂଳରୁ ଶେଷ ଯାଏଁ ଭଲିକି ଦେଖିବ। ଦେଖି ସାରିଲା ପରେ ଅଭ୍ୟାସ ପତ୍ର କରିବ। ମୁଁ ଯୋଉଟା ଲାଷ୍ଟକୁ କରିଛି ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟର ଯେଉଁ ପ୍ରଶ୍ନପତ୍ର ଗୁଡ଼ାକ ଶେଷ ଯାଏଁ କରିଛି ସେଗୁଡ଼ାକ ବି ତମମାନେ କରିବ। ତେବେ ଚାଲ ଆରମ୍ଭ କରିବା। ସୁରମା ଭଲ ପଢ଼େ। ପଢ଼ା କାମ ଶେଷ ହେଲେ ସେ ଘର କାମରେ ବାପା ମାଙ୍କୁ ସାହାଯ୍ୟ କରେ। ସୁରମା ଭଲ ନମ୍ବର ରଖି ଚତୁର୍ଥରେ ପଞ୍ଚମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲା। ଖରାଦିନ ଛୁଟି ହେଲା। ସେ କୁକୁଡ଼ା ଫାର୍ମରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଲା। ତାର ଆଗ୍ରହ ଦେଖି ବାପା ତାକୁ ଫାର୍ମକୁ ନେଇଗଲେ। ସେ କୁକୁଡ଼ା ଫାର୍ମ ଦେଖି ବହୁତ ଖୁସି ହେଲା। କୁକୁଡ଼ା ଫାର୍ମରେ ତାର ବାପା କେଉଁ ସବୁ କାମ କରୁଥିବ ବୋଲି ଭାବୁଛ ଲେଖ। କେଉଁ କାମରେ ସେ ସାହାଯ୍ୟ କରିପାରିବ ବୋଲି ବାପାଙ୍କୁ ପଚାରିଲା। କୁକୁଡ଼ା ଫାର୍ମରେ ତା ବାପା କେଉଁ କେଉଁ କାମ କରୁଥିବ? କୁକୁଡ଼ା ଫାର୍ମରେ କେଉଁ କେଉଁ କାମ କରନ୍ତି? କୁକୁଡ଼ା ଫାର୍ମରେ ହେଇପାରେ ଖାଦ୍ୟ ଦେବା। ଆଉ କ'ଣ କାମ କରୁଥିବେ? ସଫା କରିବା। 3ରେ ପାଣି ଦେବା। ଏଇସବୁ କାମ କରୁଥିବେ ତାଙ୍କ ବାପା। ବାପା କହିଲେ, ଅଫିସର କିଛି ହିସାବ କାମ ବାକି ଅଛି, ମୁଁ କରୁଛି। ତୁମେ ଏଇ ଲୋକମାନଙ୍କ ସାଙ୍ଗରେ ଯାଅ। ସେମାନେ ପ୍ରତି କୋଠରୀରୁ 1000ଟି ଲେଖାଏଁ ଅଣ୍ଡା ସଂଗ୍ରହ କରିବେ। 1ର 3ଟା ଶୂନ 1000। ପ୍ରତି କୋଠରୀରୁ କେତେଟା ଲେଖା ଅଣ୍ଡା ସଂଗ୍ରହ କରିବେ? 1000ଟି ଲେଖା ଅଣ୍ଡା ସଂଗ୍ରହ କରିବେ। ସେ ଅଣ୍ଡା ଗୁଡ଼ିକର ହିସାବ ରଖ। ସୁରମାର ବାପା ସୁରମାକୁ କହିଲେ, ଏଇ ଲୋକମାନଙ୍କ ସହିତ ଯାଅ, ଆଉ ପ୍ରତି ରୁମ୍ରେ 1000ଟି ଲେଖା ସେ ଲୋକ ଅଣ୍ଡା କାଢ଼ିବେ, ତାର ହିସାବ ରଖ। ସୁରମା କିପରି ଅଣ୍ଡାର ହିସାବ କଲା? ପ୍ରତି କୋଠରୀରୁ 1000ଟି ଲେଖା ଅଣ୍ଡା ସଂଗ୍ରହ ପରେ ମୋଟ କେତୋଟି ଅଣ୍ଡା ଅଛି ଗଣି ତାହାକୁ ଲେଖିଲା। ସୁରମା କେମିତି ହିସାବ କଲା? ପ୍ରତି କୋଠରୀରେ ଅଣ୍ଡା ସଂଗ୍ରହ ପରେ କେତେ ଅଣ୍ଡା ହେଲା ଦେଖିଲେ। ପ୍ରଥମ କୋଠରୀରୁ, ଏଇ କୋଠରୀରୁ ଅଣ୍ଡା ସଂଗ୍ରହ ପରେ ଏଇ କୋଠରୀରୁ କେତେଟା ଅଣ୍ଡା ବାହାରିଲା? 1000ଟା ଅଣ୍ଡା ବାହାରିଲା। ତାପରେ ଅଣ୍ଡା ସଂଖ୍ୟା କେତେ? 1000। 1000 ହେଲା, ଏଇଠି ଲେଖିଲା ସେ। ଦ୍ୱିତୀୟ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? ଦ୍ୱିତୀୟ କୋଠରୀରୁ ଅଣ୍ଡା ସଂଗ୍ରହ ପରେ ପ୍ରଥମ କୋଠରୀରୁ ବାହାରିଥିଲା 1000, ତାପରେ ଦ୍ୱିତୀୟ କୋଠରୀରୁ ବାହାରିଲା 1000, କାରଣ ପ୍ରତ୍ୟେକ କୋଠରୀରୁ 1000 ଲେଖା ଅଣ୍ଡା ବାହାରୁଛି। ତାହେଲେ ସେ ତାକୁ ମିଶାଇ ଦେଲା। 0 0 0 0 0 1 1 2 2000। ତାହେଲେ ଦ୍ୱିତୀୟ କୋଠରୀରୁ ଅଣ୍ଡା ସଂଗ୍ରହ ପରେ, ଦ୍ୱିତୀୟ କୋଠରୀର ଯେତେବେଳେ ଅଣ୍ଡା ସଂଗ୍ରହ ସରିଗଲା, ଦିଟା କୋଠରୀର ଅଣ୍ଡା ସଂଖ୍ୟା ମିଶାଇକି କେତେ ହେଇଗଲା? 2000। ତାକୁ ଏଇଭଳିଆ ଲେଖିବା 2000। ସେମିତି ତୃତୀୟ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 3000। ତୃତୀୟ କୋଠରୀରୁ 3000 କେମିତି ଦେଲା? ପ୍ରଥମ ଦୁଇଟି କୋଠରୀରୁ 2000 ହେଇଥିଲା, ତା ଦେହରେ 1000 ମିଶାଇ ଦେଲା ସୁରମା। ତ କେତେ ହେଇଗଲା? 2 1 3 3000 ହେଇଗଲା। ଚତୁର୍ଥ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 4000। ପଞ୍ଚମ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 5000। ସେମିତି ଷଷ୍ଠ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 6000। ସପ୍ତମ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 7000। 7ର 3ଟା ଶୂନ 7000। ଅଷ୍ଟମ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ହେଇଯିବ? 8000। ଏଠି ଲେଖିଦେବା 8000। ନବମ କୋଠରୀରୁ ଅଣ୍ଡା ସଂଗ୍ରହ ପରେ କେତେ ଅଣ୍ଡା ହେଇଯିବ? 9000। 9ର 3ଟା ଶୂନ, ଏଠି ଲେଖିଦେବା 9, ଲେଖିଦେବା 9000। ଏମିତି 10ଟି କୋଠରୀରୁ ଅଣ୍ଡା ସଂଗ୍ରହ କଲା ପରେ କେତେ ହେଇଗଲା? 10000। 10ର 3ଟା ଶୂନ 10000। 10ଟି ରୁମ୍ରୁ ଅଣ୍ଡା ସଂଗ୍ରହ କରିଦେଲା ପରେ ଟୋଟାଲ ଅଣ୍ଡା ହେଇଗଲା 10000। ସୁରମାର ନିର୍ଭୁଲ ହିସାବ ଦେଖି ବାପା ଖୁସି ହେଲେ। କହିଲେ, ସାବାସ୍ ସୁରମା, ସାବାସ୍, ତୁମେ ହିସାବ ଠିକ୍ କରିଛ। ସୁରମା ଠିକ୍ ହିସାବ କରିଥିଲା। 10ଟି କୋଠରୀର ଅଣ୍ଡା ହିସାବ ପରେ ମୋଟ ଅଣ୍ଡା ସଂଖ୍ୟା ହେଲା କେତେ? 10000। 10ର 3ଟା ଶୂନ, ଏହାକୁ 10,3ଟା ଶୂନ ମଧ୍ୟ କୁହାଯାଏ, ବା 10000କୁ ଏକ ଅୟୁତ ମଧ୍ୟ କୁହାଯାଏ। 10000କୁ ଆମେ ଏଇଭଳିଆ ଲେଖିବା 10,3ଟା ଶୂନ। ଯେତେବେଳେ ସଂଖ୍ୟାଟି ବଡ଼ ହେଇଯାଏ, ଆମେ ପ୍ରଥମେ 3ଟା ସଂଖ୍ୟା ପରେ ଗୋଟେ କମା ଦେବା। ବାମ ଆଡ଼ୁ 3ଟା, ଡାହାଣ ଆଡ଼ୁ ଆରମ୍ଭ କରିବା, 3ଟା ସଂଖ୍ୟା ପରେ ଗୋଟେ କମା ଦେବା। ତାର ଏଇଟା ହେଇଯିବ 10,000। 10,000 ବୋଲି କେମିତି ଜାଣିଛ? 1000 ମାନେ 3ଟା ସଂଖ୍ୟା ଥିବ, 3ଟା ଶୂନ ଥିବ, 10 ପରେ 3ଟା ସଂଖ୍ୟା ଅଛି, 10 ପରେ 3ଟା ସଂଖ୍ୟା ଅଛି, ମାନେ ଏଟା 10000। ଏଟାକୁ ଲେଖନ୍ତି 10,000। 10000କୁ ଆମେ ଏକ ଅୟୁତ ବି କହିପାରିବା। କ'ଣ କହିବା? ଏକ ଅୟୁତ ବି କହିପାରିବା। ଏକ ଅୟୁତ କହିପାରିବା। ତ ମନେ ରଖିଥିବ, 10,000କୁ ଏକ ଅୟୁତ କୁହନ୍ତି। 10,000 ମାନେ 10ର 3ଟା ଶୂନ ବା 1ର 4ଟା ଶୂନ, ଯୋଉଟା ତାକୁ ଆମେ କହିବା ଏକ ଅୟୁତ। ଏକ ଅୟୁତ କହିପାରିବା। ଯେପରି 10 1 1 10, 10 10 100, 10 100 1000, ସେପରି 10,000 ହେଉଛି ଏକ ଅୟୁତ। କ'ଣ ହେଲା ନା 10 1
10 ଏକ ମାନେ 10ଟି ଏକ। 10ଟି ଏକକୁ ମିଶେଇଲେ କେତେ ହବ? ଏକ 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 ଭଳିଆ ଯଦି ଆମେ 10ଟା ମିଶେଇବା ତାତେ କେତେ ହେଇଯିବ? 10 ହେଇଯିବ। ସେଭଳିଆ 10ଟି 10, 10ଟି 10କୁ 10ଟି 10, 10 ଗୁଣନ 10, 10 10 କେତେ? 100 ବା 100 ବା 100 କହିବା 100, 100। ସେହିପରି 10 ଶହ, 10 ଶହ ହେଲେ କେତେ ହବ? 10 ଗୁଣନ 100, 10 ଗୁଣନ 100, 10 ଗୁଣନ 100 କେତେ ହେଇଯିବ? 1000। 10 ଶତ ହେଉଛି 1ର 3ଟା ଶୂନ ବା 1000କୁ କହିବା 1000। ସେଭଳିଆ 10,000, 10ଟା ହଜାର, 10 1ର ଶୂନ 10 ଗୁଣନ 1ର 3ଟା ଶୂନ 1000, 10ଟା 10,000 ହେଲେ କେତେ ହେଇଯିବ? 10,000 ହେଇଯିବ ବା 1ର 4ଟା ଶୂନ ହେଇଯିବ। 1ର 4ଟା ଶୂନକୁ ଆମେ କହିବା ଏକ ଅୟୁତ। ମନେ ରଖିବ। ସଂଖ୍ୟା ସମ୍ବନ୍ଧରେ ଆଉ କିଛି କଥା ଜାଣି ରଖ। 10,000 ବା 1ର 4ଟା ଶୂନକୁ ଏକ ଅୟୁତ କୁହନ୍ତି। 10,000 ହେଉଛି 5 ଅଙ୍କ ବିଶିଷ୍ଟ ସଂଖ୍ୟା। ଏହା ମଧ୍ୟ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଦେଖ 10,000, ମୁଁ 10,000 ଆଉଥରେ ଲେଖିଦେବି। 1ର 4ଟା ଶୂନ 1 2 3 4, ଇଏ ହେଉଛି 10,000 ବା ଏକ ଅୟୁତ। ଏଟା କେତେ ଅଙ୍କ ବିଶିଷ୍ଟ ସଂଖ୍ୟା? କେତେ ଅଙ୍କ? ଇଏ ଗୋଟେ 1 ଅଙ୍କ, 1 ଅଙ୍କ, 2 ଅଙ୍କ, 3 ଅଙ୍କ, 4 ଅଙ୍କ, 5 ଅଙ୍କ। ଟୋଟାଲ 5ଟା ଅଙ୍କ ଅଛି ଏଠି। କେତେଟା ଅଙ୍କ ଅଛି? 5ଟା ଅଙ୍କ ଅଛି। ତ ଇଏ ହେଉଛି 5 ଅଙ୍କ ବିଶିଷ୍ଟ ସଂଖ୍ୟା। 5 ଅଙ୍କ ବିଶିଷ୍ଟ ସଂଖ୍ୟା, ବିଶିଷ୍ଟ ସଂଖ୍ୟା। ଆଉ ଏକ ଅୟୁତ ବା 1ର 5ଟା ଶୂନ ହେଉଛି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ମନେ ରଖିଥିବ। ତୁମକୁ ଯେତେବେଳେ ବି କୁହାଯିବ କିଛି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ କିମ୍ବା ବୃହତ୍ତମ ସଂଖ୍ୟା ଲେଖିବା ପାଇଁ ମୁଁ ତାର ଗୋଟେ ସୂତ୍ର କହୁଛି। ଯଦି ତୁମକୁ କୁହାଯିବ କି 2 ଅଙ୍କ ବିଶିଷ୍ଟ, 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖ। ତମେ ତ ପ୍ରଥମେ ଜାଣିଲ 2 ଅଙ୍କ, 2ଟା ଗାର ପକାଇଦେବ। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମୁଁ ଆଉଥରେ ଲେଖି ଦେଉଛି। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, କ୍ଷୁଦ୍ରତମ ସଂଖ୍ୟା ଲେଖିଲ। ଯେତିକି ଅଙ୍କ କହିଥିବ ସେତୁଟା ଗାର ପକାଇଦେବ। ଗାର ପକାଇଦେବ, ଗାର ପକାଇଦେବି। ଡାହାଣ ଆଡ଼ୁ ପ୍ରଥମ ଘରୁ 1 ଲେଖିଦେବ, ତାପରେ ଯେତିକି ଘର ଥିବ ତାକୁ ଶୂନ କରିଦେବ। ଯଦି ମୁଁ କହିଥାନ୍ତି 3 ଅଙ୍କ ବିଶିଷ୍ଟ, 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, କ୍ଷୁଦ୍ରତମ ସଂଖ୍ୟା, ତମେ କ'ଣ କରିଥାନ୍ତ? 3 ଅଙ୍କ ମାନେ 3ଟା ଗାର ପକାଇଦେବ। ତାପରେ କ'ଣ କରିବ? ଡାହାଣ ଆଡ଼ୁ ପ୍ରଥମ ଘରେ 1 ଲେଖିଦେବ, ତାପରେ 2ଟା ଶୂନ ପକାଇଦେବ। ସେଭଳିଆ 4 ଅଙ୍କ ବିଶିଷ୍ଟ ଯଦି ମୁଁ କହିଥାନ୍ତି କ୍ଷୁଦ୍ରତମ ସଂଖ୍ୟା, ତମେ କ'ଣ କରିଥାନ୍ତ? 4ଟା ଗାର ପକାଇଦେବ। ଡାହାଣ ପଟୁ ପ୍ରଥମ ଘରେ 1, ତାପରେ 3ଟା ଶୂନ। ସେଭଳିଆ ଯଦି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କହିଥାନ୍ତି, ତମେ କ'ଣ କରିଥାନ୍ତ? 5ଟା ଗାର ପକାଇଦେବ। 1 2 3 4 5, ପ୍ରଥମ ଘରେ 1, ତାପରେ 1 2 3 4, 4ଟା ଶୂନ ମିଶାଇଦେଲ। ଏଇ ସଂଖ୍ୟାଟି କିଏ? ଏଇଠି ସଂଖ୍ୟାଟି ଯେଉଁଟା ଏକ ଅୟୁତ। ତାହେଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଉଛି ଏକ ଅୟୁତ। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ଯୋଗ କଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେବ। ଓକେ, ତାହେଲେ ଏବେ ଦେଖ ବୃହତ୍ତମ ସଂଖ୍ୟା କେମିତି ଜାଣିବ? ମୁଁ ଯେମିତି କହିଲି, ଯଦି କ୍ଷୁଦ୍ରତମ ସଂଖ୍ୟା ଏମିତି ଜାଣିଛ, ବୃହତ୍ତମ ସଂଖ୍ୟା ଯଦି କୁହାହେଇଥିବ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖ। 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଯଦି ତମକୁ କୁହାହେଇଥିବ, ତମେ କ'ଣ କରିବ? ବୃହତ୍ତମ ଯେତେବେଳେ କୁହାହେଇଥିବ ସେଇଭଳିଆ ଯେତେ ଅଙ୍କ ବିଶିଷ୍ଟ କହିଥିବ ସେତେଟା ଗାର ପକାଇଦେବ। ତାପରେ ସବୁ ଗାର ଉପରେ 9 ଲେଖିଦେବ। 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 9 9 99। ସେଭଳିଆ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କ'ଣ ହେବ? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା, 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କ'ଣ ହେବ? 3ଟା ଗାର ପକାଇଦେବ, ତାପରେ 3ଟା 9 ଲେଖିଦେବ। 999। ସେଭଳିଆ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ହେବ? 4ଟା ଗାର ପକାଇଦେବ, ତାପରେ ସବୁ ଉପରେ 9 ଲେଖିଦେବ। 9 9 9 9, 9,999। ଏଇ 9,999ରେ ଯଦି ଆମେ 1 ମିଶାଇବା, 9 10ରୁ 0 ରଖିନେଲା 1, 9 10ରୁ 0 ରଖିନେଲା 1, 9 10ରୁ 0 ରଖିନେଲା 1, 9 10ରୁ 0 ରଖିନେଲା ଆଉ 1 ନାହିଁ, 10 ଡାଇରେକ୍ଟଲି ଲେଖିଦେବ। 9 10, 10ର 3ଟା ଶୂନ ବା ଏକ ଅୟୁତ, ଯେଉଁ ସଂଖ୍ୟାଟି ଆମେ ଜାଣିଛନ୍ତି। ତାହେଲେ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ସୃଷ୍ଟି ହେଉଛି। ସବୁବେଳେ ଏଇଟା ମନେ ରଖିଥିବ। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ସୃଷ୍ଟି ହେଉଛି। ସେଇ କଥା ସେ ଏଇଠି କହିଛି। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟିର ଠିକ୍ ପରବର୍ତ୍ତୀ ସଂଖ୍ୟା ହେଉଛି 10,000। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ଯୋଗ କଲେ 10,000 ମିଳିବ। ତାହେଲେ ସେ କ'ଣ କହୁଛି? ଯଦି 4 ଅଙ୍କ ବିଶିଷ୍ଟ ସଂଖ୍ୟାରେ 1 ଯୋଗ କଲେ 10,000 ମିଳୁଛି, ତାହେଲେ 4 ଅଙ୍କ ବିଶିଷ୍ଟ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟାଟା ହେଉଛି 10,000 ଟଙ୍କା। ପ୍ରତ୍ୟେକ ଯେତିକି ସଂଖ୍ୟାର ତାକୁ ଯଦି ପରବର୍ତ୍ତୀ ସଂଖ୍ୟା ତୁମକୁ ପାଇବାର ଥିବ, ତାକୁ କ'ଣ କରିବ? 1 ମିଶାଇ ଦେବ। 10ର ପରବର୍ତ୍ତୀ ସଂଖ୍ୟା କେତେ ହେବ? 10 ର 11।
ପୂର୍ବବର୍ତ୍ତୀ ସଂଖ୍ୟା ଯଦି ଗୋଟେ ସଂଖ୍ୟାର ପାଇବାର ଅଛି 11 ପୂର୍ବବର୍ତ୍ତୀ ସଂଖ୍ୟା ପୂର୍ବରୁ କହି ଅଛି ଯଦି ଜାଣିବାର ଅଛି ତାପରେ 1 ଫେଡ଼ିଦେବ 1ରୁ 1 ପଳେଇଲା 0 10 ପରବର୍ତ୍ତୀ ସଂଖ୍ୟା ପାଇଁ 1 ମିଶେଇବ ପୂର୍ବବର୍ତ୍ତୀ ସଂଖ୍ୟା ପାଇଁ 1 ଫେଡ଼ିବ ସେଇଭଳିଆ ଏଠି କ'ଣ କହୁଛି 9999 9999 ଯେଉଁଟା 9999 ହେଉଛି 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କହିଲି 9999 ତା ଦ୍ୱାରା ଆମେ 1 ଯଦି ମିଶେଇଦେବା यार माने 4999 परवर्ती संख्याटा ही केते 10000 बा 5 अंक विशिष्ट क्षुद्रतम संख्या एटा होची 5 अंक विशिष्ट क्षुद्रतम संख्या एतिक तो बुझी पारल तापर लक्ष्य करो 10000 रे 1 मिसेले केते हिजबो 10001 एतरे किछ बुझियार रहउनी 10000 एटी मु एटी 1 मिसे देले केते हेगला 10000 1 हे गेला 10001 रे आउ 1 मिसेला 10002 हे गेला 10002 के 1 तो 2 कहि परिबा 10002 रे 1 मिसेला 10003 10003 को आम 1 तो 3 कहि परिबा 10000 1 तो ठीक परवर्ती संख्या होची 10001 बा 1 तो 1 10001 रो 1 10001 बा 1 तो 1 रो ठीक परवर्ती संख्या होची 10002 बा 1 तो 2 छबला 10002 रो बा 1 तो 2 रो ठीक परवर्ती संख्या केते हबो 1 रो मझिरो 3टा शून्य तापर 3 1 तो 3 बा 10003 छबला 10003 बा 1 तो 3 रो ठीक परवर्ती संख्या केते हबो 1 रो 3टा शून्य 4 1 रो 3टा शून्य 3 रे 1 मिसे दबो 1 रो 3टा शून्य 3 बा 1 तो 3 बा 10003 रे 1 मिसे दबा 3 1 4 0 0 0 0 0 0 1 1 रो 3टा शून्य 4 बा एटा को पढ़िबा हमें 1 तो 4 एही क्रम रे आगु बढ़ो एही क्रम रे लिखि चलले 5 अंक विशिष्ट सबठर बड़ संख्या केते 5 अंक विशिष्ट एबा जदि हम 1 1 बढ़ी चलिबा 5 अंक विशिष्ट सबठर बड़ संख्या केते हबो 5 अंक विशिष्ट बड़ संख्या पे केते अंक कहिछि 5 अंक ताले हमें 5टा गारे पका देले तळे बृहत्तम संख्या कहिछि माने मु कोन कहली सब घरे 9 लिखि दबो ताने एटा हला 5 अंक विशिष्ट बृहत्तम संख्या 5 अंक विशिष्ट बृहत्तम संख्या के 69999 बा 9 युत 9999 कांथरे टंगा जाइथिबा तालिकाटी को देखो कांथरे टंगा जाइथिबा तालिकाटी को देखो गत सप्ताह आसथिबा कुकुड़ा दाना बस्तार परिमाण तालिकार दिया जाइछि केउ दिन केते परिमाण दाना आछि देखो केउ दिन केते परिमाण दाना आछि चलो देखिबा सोमवार केते आइछि 10005 बा 1 युत 5 संख्यार नामटा होछि 1 युत 5 ताको पढिबा केमिति ना 10005 बोली मंगलवार केते आइछि 10071 ताको पढिबा संख्यार नामटी कोन 1 युत 71 पढिबा कोन 10071 बुधवार केते आइछि 2 युत 358 2 युत 358 ताको पढिबा केमिति ना 20358 20358 गुरुवार केते आइछि 32920 बा 3 युत 2920 3 युत 2920 बा 32920 से बला शुक्रवार केते आइछि चलो करे पढिबा ताको 50 7 0 0 5 0 7 0 0 को कौन पढ़ा 5 अयुत किसी हजार नाई देख एटा 5 अयुत हजार किसी नहीं 700 एक जो पढ़ा हजार करके पढ़ा हजार माने यही डाण आड़ू 3टा घर छाड़ी कमा देदेव कमा देला पर ता पूर्व कमा पूर्व जी रही से हजार ये रही 50,000 एटा 50,000 700 50,000 700 पढ़ा को 50,700 किंतु संख्याटे हूँ 5 अयुत 1 10 100 1000 अयुत 5 अयुत 1000 घर किसी नहीं 100 घर 7 तार 5 अयुत 700 से भाया शनिवार केते देख शनिवार केते 8 1 2 3 4 एटा पढ़ा के 1 10 100 1000 अयुत एटा कौन पढ़ा 8 अयुत एटा संख्याटर नाम 8 अयुत पढ़ा जो कौन करा मुझे फास्ट 3टा डाण पटू 3टा छाड़ी कमा देदेव कमा देले कमा पूर्व जी रहा से 1000 कारण ये 3टा संख्या अच्छी जदि गोटे संख्या पर 3टा आउरी संख्या रहा माने सी से 1000 होते 80 पर 3टा शून्य अच्छी यहाँ होगा 80,000 एटा पढ़ा कौन 80,000 पढ़ा तापर रविवार कौन अच्छी देखा रविवार केते 9 7 0 0 5 एटा तो केते प्रथम देखिए 1 10 100 1000 अयुत ताने एटा कौन पढ़िया 9 अयुत 9 अयुत 1000 घर 7 अच्छी 7,000 100 किसी नहीं 10 भी किसी नहीं 5 ताले 9 अयुत 7,005 एक पढ़ा केमिति ना मुझे कहती 3टा डाण आड़ू 3टा पर कमा देदेव तो कमा देले 9 रो 7 केते हला एटा 97 ताने 97
କେତେ ହେଇଯିବ 97,005 ହେଇଯିବ। ପଢ଼ିବା 97,005। ତାପରେ କ'ଣ କହୁଛି ଦେଖ, ସେହିପରି ଆମ ସାରଣୀରେ ଖାଲି ଘର ପୂରଣ କରିବା। ଏଠି ଦେଖ 1 10 100 1000 ଅୟୁତ 3 ଅୟୁତ 4560 3 ଅୟୁତ 4560 କୁ ପଢ଼ିବା କେମିତି ନା ତିନିଟା ପରେ କମା ଦେଇଦେବା 34,560 34,560 ପଢ଼ିଲେ ତାପରେ କ'ଣ ଲେଖି ଦେଖ 50 ଏଇଠି କ'ଣ ହେଇଛି 1 10 100 1000 ଅୟୁତ 5 ଅୟୁତ 1000 କିଛି ନାହିଁ 625 5 ଅୟୁତ 625 ତାକୁ ପଢ଼ିବା କେମିତି 50 625 ପଢ଼ିଲା ବେଳକୁ କ'ଣ କହିଥିଲି ତିନିଟା ପରେ କମା ଦେଇଦେବ ଏତିକି 1000 ହେଇଯିବ। ଏଟା କେତେ 50,000 ଆଉ ଏଟାକୁ କେତେ ଅଛି 625 ତାହେଲେ ଆମେ ଲେଖିବା କ'ଣ ଏଟା ଏଠି 50,625 50,625 ତାପରେ ଦେଖ 4 2 0 3 1 1 10 100 1000 ଅୟୁତ ଏଟା ତାହେଲେ କେତେ ହେଇଗଲା 4 ଅୟୁତ 2 1000 100 କିଛି ନାହିଁ 3 1 31 1 30 1 30 ଆଉ ପଢ଼ିଲା ବେଳେ କ'ଣ କରିବା ମୁଁ କହିଥିଲି ତିନିଟା ପରେ କମା ଦେଇଦେବା ଏଠି ତିନିଟା ସଂଖ୍ୟା ରହିଲାଣି ତାହେଲେ 4 2 42 42,000 31 31 100 କିଛି ନାହିଁ 1 30 42,031 ତାପରେ ଦେଖ 42,031 ତାପରେ ଏଠି କ'ଣ କହୁଛି 60,000 60,000 ମାନେ କ'ଣ କରିବା ଏଠି 60 ତାପରେ ତିନିଟା ଶୂନ 60,000 ହେଇଗଲା 60,000 କୁ କ'ଣ ପଢ଼ିବା ଆମେ 6 ଅୟୁତ ବୋଲି ପଢ଼ିବା 6 ଅୟୁତ 6 ଅୟୁତ 3 ଅୟୁତ 409 3 ଅୟୁତ 409 ଦେଖ 5ଟା ଗାର ପକେଇ ଦିଅ 3 4 5 ଅୟୁତ ଘରେ 3 ଲେଖ 3 ଅୟୁତ 1000 କିଛି ଅଛି କି ନା ତା ଜାଗାରେ ଶୂନ ଲେଖିଦେବ 400 6 ଜାଗାରେ 4 ଲେଖିଦେବ 409 10 ଜାଗାରେ କିଛି ନାହିଁ 9 ଏତିକି ଲେଖିଦେବ 3 ଅୟୁତ 409 ଏତିକି ହେଇଯିବ 30,409 ପଢ଼ିଲେ କେମିତି ପଢ଼ିବା ତିନିଟା ଘର ପରେ କମା ଦେବା ତାହେଲେ କେତେ ହେଇଗଲା 30,409 ଏଟା ଲେଖିଦେବ 30,409 30,409 ସେମିତି 15,703 15,703 କେମିତି ଲେଖିବ 15,703 ଏ ଦେଖ 1 2 3 4 5 5ଟା ଗାର ପକେଇଦେବ 15,000 ପ୍ରଥମେ 15 ଲେଖିଦେବ 1000 700 ସଂଖ୍ୟା ଘରେ 100 ଘରେ 7 ତାପରେ 0 ତାପରେ 3 15,000 ଦେଖ 15,000 ମାନେ 15 ଲେଖିଦେଲ ତାପରେ 1000 ମାନେ ତାପରେ ତିନିଟା ସଂଖ୍ୟା ରହିବ ତାପରେ 100 ଘରେ କେତେ ରହିଛି 707 ରହିବ 10 ଘରେ କିଛି ନାହିଁ 0 1 ଘରେ 3 15,703 15,703 କୁ ଆମେ ସଂଖ୍ୟାଟାର ନାମ ପଢ଼ିଲେ କ'ଣ ପଢ଼ିବା 1 10 100 1000 ଅୟୁତ 1 ଅୟୁତ 5,703 ତାହେଲେ ଲେଖିବା ଏଠି 1 1 ଅୟୁତ 5,703 5,000 1000 703 3 3 9 ଅୟୁତ 70 ତାପରେ ଲେଖିଛି 9 ଅୟୁତ 70 9 ଅୟୁତ 70 9 ଅୟୁତ ଦେଖ ଗାର ପକେଇଦିଅ 5ଟା ଗାର ପକେଇଦିଅ 3 4 5 9 ଅୟୁତ ପ୍ରଥମେ ଅୟୁତ ଘରେ 9 ଲେଖିଦେବ ତାପରେ 1000 କିଛି ନାହିଁ 100 କିଛି ନାହିଁ ତାପରେ 70 70 ମାନେ 7 10 0 1 70 7 10 70 ତାହେଲେ 9ର 2ଟା ଶୂନ 7 9 ଅୟୁତ 70 9 ଅୟୁତ 70 କୁ ଆମେ କେତେ ହଜାର କହିବା 1 2 3 ତିନିଟା ପରେ କମା ଦେଇଦେବା 9 ଶୂନ 90 90,000 70 ତାକୁ କହିବା 90,070 ଏତିକି କହିବାକୁ ଏବେ ଆଗକୁ ବଢ଼ିବା ସୁରମାର ବାପାଙ୍କ ଚେଷ୍ଟା ଓ ପରିଶ୍ରମ ଫଳରେ ତାଙ୍କ କୁକୁଡ଼ା ଫାର୍ମଟି ଦିନକୁ ଦିନ ବଢ଼ି ଚାଲିଲା ସ୍ଥାନୀୟ ଲୋକଙ୍କ ଚାହିଦାଠାରୁ ଅଧିକ ଅଣ୍ଡା ଟ୍ରକ୍ ଦ୍ୱାରା ବାହାରକୁ ପଠାଗଲା ଏଣୁ ଫାର୍ମର ହିସାବ କିତାବ କାର୍ଯ୍ୟଭାର ବଢ଼ିଗଲା ସୁରମା ଛୁଟି ଦିନ ମାନଙ୍କରେ ଫାର୍ମକୁ ଆସି ବାପାଙ୍କୁ ହିସାବ କାମରେ ସାହାଯ୍ୟ କଲା ଗତ ରବିବାର ଦିନ ବାହାରକୁ ଯାଇଥିବା ଅଣ୍ଡାର ସଂଖ୍ୟା ହିସାବ କରିବା ପାଇଁ ସୁରମା ଗୋଟିଏ ତାଲିକା ପ୍ରସ୍ତୁତ କଲା ପ୍ରତି ଗାଡ଼ିରେ 10,000 ଲେଖାଏଁ ଅଣ୍ଡା ବୁଝେଇ କରାଗଲା ପ୍ରତି ଗାଡ଼ିରେ କେତେ 10,000 ଟଙ୍କା ଲେଖାଏଁ ଅଣ୍ଡା ବୁଝେଇ କରାଗଲା ପ୍ରଥମ ଟ୍ରକରେ ଅଣ୍ଡା ଯିବା ପରେ ଯାଇଥିବା ଅଣ୍ଡା ସଂଖ୍ୟା ପ୍ରଥମ ଯଦି ପ୍ରତ୍ୟେକ ଗାଡ଼ିରେ 10,000ଟା ଅଣ୍ଡା ଯାଏ ତାହେଲେ ପ୍ରଥମ ଗାଡ଼ିରେ ଯାଇସାରିଲା ପରେ କେତେଟା ଅଣ୍ଡା ଯାଇଥିବ 10,000 ବା 1 ଅୟୁତ ସେମିତି ଦ୍ୱିତୀୟ ଟ୍ରକରେ ଅଣ୍ଡା ଯିବା ପରେ ଯାଇଥିବା ଅଣ୍ଡା ସଂଖ୍ୟା ମୋଟ ଅଣ୍ଡା ସଂଖ୍ୟା କେତେଟା ଯାଇଛି ପ୍ରଥମ ଗାଡ଼ିରେ 10,000 ଦ୍ୱିତୀୟ ଗାଡ଼ିରେ 10,000 ତାହେଲେ କେତେ ହେଲା 20,000 ବା 2 ଅୟୁତ କେମିତି ଜାଣିଲ ଦୁଇଟାକୁ 10,000 କୁ 10,000 ମିଶାଇ ଦେବ 10,000 ପୁଣି 10,000
ତିନିଟା ସଂଖ୍ୟା ପରେ କମା ଦେଇଦେଲ, ଯାହା ରହିଲା 20, 20,000 ବା ୟାକୁ 2 ଅୟୁତ କହିବା। ତିନିଟା ଟ୍ରକ୍ର ଅଣ୍ଡା ଯିବା ପରେ ହେଉଛି 30,000 ବା 3 ଅୟୁତ, ଚାରିଟା ଟ୍ରକ୍ର ଅଣ୍ଡା ଯିବା ପରେ 40,000 ବା 4 ଅୟୁତ, ପାଞ୍ଚଟା ଟ୍ରକ୍ର ଅଣ୍ଡା ଯିବା ପରେ କେତେ ହେବ? 50,000। 50ର ତିନିଟା ଶୂନ ବା ୟାକୁ ଆମେ କହିବା 5 ଅୟୁତ। ସେଭଳିଆ 6ଟା ଟ୍ରକ୍ର ଅଣ୍ଡା ଯିବା ପରେ 6ଟା ଟ୍ରକ୍ର ଅଣ୍ଡା ଯିବା ପରେ କେତେ ରହିବ? 6 ଅୟୁତ। 6ର 4ଟା ଶୂନ, 6 ଅୟୁତ। ୟାକୁ ପଢ଼ିବା କ'ଣ ନା 60,000 ତିନିଟା ସଂଖ୍ୟା ପରେ କମା ଦେଇଦେବ 60, ତିନିଟା ସଂଖ୍ୟା ପରେ କମା ଦେଇଦେଲେ 60,000 ବା 6 ଅୟୁତ। ସପ୍ତମ ଟ୍ରକ୍ର ଅଣ୍ଡା ଯିବା ପରେ କେତେ ହେଇଯିବ? 70,000। 70ର ତିନିଟା ଶୂନ, ୟାକୁ କହିବା ଆମେ 7 ଅୟୁତ। ଅଷ୍ଟମ ଟ୍ରକ୍ର ଅଣ୍ଡା ଯିବା ପରେ କେତେ ହେଇଯିବ? 80ର ତିନିଟା ଶୂନ ବା 8 ଅୟୁତ। ନବମ ଟ୍ରକ୍ର ଅଣ୍ଡା ଯିବା ପରେ କେତେ ହେଇଯିବ? 90ର ତିନିଟା ଶୂନ ବା 9 ଅୟୁତ। ସେଭଳିଆ ଦଶମ ଟ୍ରକ୍ର ଅଣ୍ଡା ଯିବା ପରେ ଅଣ୍ଡା ସଂଖ୍ୟା କେତେ ହେଇଯିବ? 100,000 ବା ୟାକୁ କହିଦେବା ଆମେ 10 ଅୟୁତ। ବାପା ସୁରମାକୁ ପଚାରିଲା 10 ଅୟୁତକୁ ଆଉ କ'ଣ କୁହାଯିବ? 10 ଅୟୁତକୁ 1 ଲକ୍ଷ ମଧ୍ୟ କହିପାରିବା। 10 ଅୟୁତ, 10ର 4ଟା ଶୂନ, 1, 2, 3, 4, 10 ଅୟୁତ। 10 ଅୟୁତକୁ ଆମେ 1 ଲକ୍ଷ କହିବା। 1 ଲକ୍ଷ। 1 ଲକ୍ଷ ମାନେ 1 ପରେ 5ଟା ଶୂନ। 1, 10, 100, 1000, ଅୟୁତ, ଲକ୍ଷ। 1 ପରେ 5ଟା ଶୂନ ଅଛି। 1 ପରେ 5ଟା ଶୂନ ମାନେ 1, 2, 3, 4, 5। 1 ପରେ 5ଟା ଶୂନ ମାନେ ୟାକୁ କହିବା ଆମେ 1 ଲକ୍ଷ। 1 ପରେ 4ଟା ଶୂନକୁ ଆମେ କହୁଥିଲେ 1 ଅୟୁତ। ଏଇଟା କହୁଥିଲେ 1 ଅୟୁତ। ଅୟୁତ। 1 ପରେ 3ଟା ଶୂନ କହୁଥିଲେ 1,000। ସେଭଳିଆ 1 ପରେ 5ଟା ଶୂନ କହିବା ଆମେ 1 ଲକ୍ଷ। 1 ଲକ୍ଷକୁ ଆମେ କହିପାରିବା 10 ଅୟୁତ। 1 ଲକ୍ଷ, 1ର 1, 2, 3, 4, 5। 1 ଲକ୍ଷ ହେଉଛି କେତେ ଅଙ୍କ ବିଶିଷ୍ଟ ସଂଖ୍ୟା? 1, 2, 3, 4, 5, 6। 6 ଅଙ୍କ ବିଶିଷ୍ଟ ସଂଖ୍ୟା। ଇଏ ହେଉଛି 1 ଲକ୍ଷ, ହେଉଛି ଏଇଟା ହେଉଛି 1 ଲକ୍ଷ। 1 ଲକ୍ଷ ହେଉଛି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। କ୍ଷୁଦ୍ରତମ ସଂଖ୍ୟା। ମୁଁ କହିଥିଲି ଯେତେବେଳେ ତୁମକୁ କ୍ଷୁଦ୍ରତମ ସଂଖ୍ୟା ପଚରାଯିବ ତୁମେ କ'ଣ କରିବ? ଯେତିକି ଅଙ୍କ ବିଶିଷ୍ଟ କହିଥିବ, 6 ଅଙ୍କ ବିଶିଷ୍ଟ କହିଥିବ ତାହେଲେ 6ଟା ଗାର ପକାଇଦେଲ, 6ଟା ଜାଗା କରିଦେଲ। ଏକ ସ୍ଥାନ ମାନେ ପ୍ରଥମ ଘରେ 1 ରଖିଦେବ, ତାପରେ ସବୁ ଘରେ 0 କରିଦେବ। ତାହେଲେ ଏଇଟା ହେଉଛି 1 ଲକ୍ଷ ହେଇଗଲା। 1 ଲକ୍ଷ ହେଉଛି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଆସ ଆମେ ସାରଣୀରେ ଖାଲି ଘର ପୂରଣ କରିବା। ସଂଖ୍ୟାର ନାମ ଓ କିପରି ପଡ଼ିବା? ଦେଖ ଏଠି କ'ଣ ସଂଖ୍ୟା ଅଛି? 1, 2, 3, 4, 5, 6। 1, 10, 100, 1000, ଅୟୁତ, ଲକ୍ଷ। ଏ ହେଉଛି 1 ଲକ୍ଷ, 2 ଅୟୁତ, 3,457। 1 ଲକ୍ଷ, 2 ଅୟୁତ, 3,405। 6 ଅଛି, ଏଇଟା 6 ଅଛି, 56। 1, 2, 3, 4, 5, 6। 1, 10, 100, 1000, ଅୟୁତ, ଲକ୍ଷ। ଏଇଟା ହେଉଛି 1 ଲକ୍ଷ। ତାପରେ 2 ଅୟୁତ, ତାପରେ ଏଇଟା 1000 ଘରେ ଅଛି 3,400। 5, 6, 56। 1 ଲକ୍ଷ, 2 ଅୟୁତ, 3,456। ସେଇଭଳିଆ 3ରେ 1, 2, 6, 5, 7। ଏଟା କେମିତି ପଡ଼ିବା? 1, 10, 100, 1000, ଅୟୁତ, ଲକ୍ଷ। 3 ଲକ୍ଷ, ଅୟୁତ ଘରେ କିଛି ନାହିଁ, 1000 ଘରେ କିଛି ନାହିଁ। 3,657। ଏଠି ଲେଖିଦେବା। ତାହେଲେ ସଂଖ୍ୟାର ନାମ କ'ଣ? 3,657। 3,657 କୁ ପଢ଼ିବା ବି ସେମିତି 3,657 ସମାନ ପଢ଼ିବା। 5,03,032। ଏଇଠି ଦେଖ କ'ଣ କହୁଛି? 5,03,032। ପ୍ରଥମେ 6, ଏଇଟା ଗୋଟେ ଲକ୍ଷ ମାନେ 6 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଇଟା 6ଟା ଘର ଆମେ ପକାଇଦେବା। 3, 4, 5, 6। ଲକ୍ଷ ଏଇଟା କେତେ ଘର? 1 ଘର। ଏଇଟା 10 ଘର। ଏଇଟା 100 ଘର। ଏଇଟା 1000 ଘର। ଏଇଟା ଅୟୁତ ଘର। ଏଇଟା ଲକ୍ଷ ଘର। କେତେ କହୁଛି? 5,07,000। ଏଇଟା 5 ଲକ୍ଷ ଏଇଠି ରହିଗଲା। ଅୟୁତ ଘରେ କିଛି କହିଛି କି? ନା, ତାର 0 ରଖିଦେବ। 7,000, 1000 ଜାଗାରେ 7 ଲେଖିଦେବ। 25, ସତ କିଛି କହିଛି? କେତେ 100 କହିଛି କି? ନା, 25। 25 ମାନେ ଲାଷ୍ଟ 2ର 5 ଲେଖିଦେବ। ଏଇଟା 5,07,025। ଏକୁ ଯଦି ଆମେ ପଢ଼ିବା ବି ସମାନ ପଢ଼ିବା। 5 କାନ୍ତ ଅୟୁତ କିଛି ନାହିଁ। 5,07,025 ଲେଖିଲେ ଏଇ ସଂଖ୍ୟାଟି ଲେଖିଦେବ 5,07,025। ତାପରେ କହିଛି 12,09,08। 1, 2, 3, 4, 5, 6। ଏଇଟା ହେଉଛି 1 ଘର। ଏଇଟା 10 ଘର। ଏଇଟା 100 ଘର। ଏଇଟା 1000 ଘର। ଏଇଟା ଅୟୁତ ଘର। ଏଇଟା ଲକ୍ଷ ଘର। 12 ଲକ୍ଷ କହିଛି, ତାହେଲେ ଏଇଠି 12 ଲେଖିଦେବ। ତାପରେ
12,09,000 ଅୟୁତ ଘର କିଛି ନାହିଁ, ହଜାର ଘର କିଛି ନାହିଁ, 900 ଏଠି 9 ଲେଖିଦେବ, 8 10 ଘର ବି କିଛି ନାହିଁ, 8 12,09,008 ଏଟା ପଢ଼ିବ ବି ସେଇଆ 12,09,008 ଏଠି ସଂଖ୍ୟା ଟିକେ ଲେଖିଦେବ। ତାପରେ କ'ଣ ଦେଇଛି 6ଟା 9 1 2 3 4 5 6 6ଟା 9 1 10 100 1000 ଅୟୁତ ଲକ୍ଷ 9 ଲକ୍ଷ 9 ଅୟୁତ 9,999 9 ଲକ୍ଷ 9 ଅୟୁତ 9,999 ୟାକୁ ଆମେ କ'ଣ ପଢ଼ିବା କେମିତି ନା ମୁଁ କହିଥିଲି ପ୍ରଥମେ ଡାହାଣ ଆଡ଼ୁ 3ଟା ପରେ ଗୋଟେ କମା ଦେବ, ତାପରେ 2ଟା ପରେ ଗୋଟେ କମା ଦେବ। ୟାକୁ ପଢ଼ିବା 9,99,999 9 ଲକ୍ଷ ପଢ଼ିଦେଲ, ତାପରେ ଯେତିକି ଥିବ 2ଟା ଥିବ ଯେଉଁ ସଂଖ୍ୟାକୁ ମିଶାଇକି ତାକୁ ତାପରେ କମା ଦେଇଦେବ, ତାହେଲେ ସେତିକି 1000 ହେଇଯିବ, କାରଣ ତାପରେ 3ଟା ସଂଖ୍ୟା ଅଛି, ଏଇଟା ହେଇଯିବ 99,999 9,99,999। ତୁମେ କେବେ ଚିଠି ପାଇଛ କି? କାହାଠାରୁ ଚିଠି ପାଇଛ? ପୋଷ୍ଟ କାର୍ଡ଼ରେ କେବେ ଚିଠି ଲେଖିଛ କି? ଚିଠିର ପିନ୍କୋଡ଼ର ନମ୍ବର ସଂଖ୍ୟାଟି କେତେ ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖ, ଏଠାର ପିନ୍କୋଡ଼ଟି ଲେଖ। ଦେଖ ଏଇଟା ଗୋଟେ ପୋଷ୍ଟ କାର୍ଡ଼, ଏଇଟାକୁ କୁହନ୍ତି ଗୋଟେ ଇନଲ୍ୟାଣ୍ଡ ଲେଟର କୁହାଯାଉଥିଲା। ଏଇଟା ଦେଖ ଏଇଠି ଅଛି ପିନ୍କୋଡ଼ ଲେଖା ହେଇଛି, ପିନ୍କୋଡ଼ କେତେ ସଂଖ୍ୟା ଅଙ୍କ ବିଶିଷ୍ଟ ସଂଖ୍ୟା 1 2 3 4 5 6 ପିନ୍କୋଡ଼ ହେଉଛି 6 ଅଙ୍କ ବିଶିଷ୍ଟ ସଂଖ୍ୟା 756,009 ହେଉଛି 6 ଅଙ୍କ ବିଶିଷ୍ଟ ସଂଖ୍ୟା। ଦେଖ 6ଟା ଘର ଦିଆହେଇଛି, 6ଟା ଘର ଦିଆହେଇଛି 1 2 3 4 5 6। ପ୍ରଥମ ଘର ଅଛି 7, ତାପରେ 5, ତାପରେ 6, ତାପରେ 0 0, ତାପରେ 9। ଏଇଟା ହେଉଛି ପିନ୍କୋଡ଼। ପିନ୍କୋଡ଼ ଏମିତି ଲେଖାଯାଏ ଚିଠିରେ। ଏଠି କ'ଣ କହୁଛି 5-6ଟି ପୁରୁଣା ଚିଠି ସଂଗ୍ରହ କର, କେଉଁ ସ୍ଥାନରୁ ଚିଠି ଆସିଛି ତାର ତାଲିକା କର, ଚିଠି ଆସିଥିବା ସ୍ଥାନମାନଙ୍କର ପିନ୍କୋଡ଼ ଲେଖ, ତୁମ ଅଞ୍ଚଳର ପିନ୍କୋଡ଼ କେତେ ପୋଷ୍ଟମାଷ୍ଟର ବୁଝି ଲେଖ। କେତେଟା ତୁମେ ଚିଠି ସଂଗ୍ରହ କରିବ, ଚିଠିରେ ଦେଖ ଚିଠିରେ ଲେଖା ହେଇଥିବ ଫ୍ରମ୍, ଫ୍ରମ୍ ମାନେ ଯିଏ ପଠାଇଥିବ ତା ଆଡ୍ରେସ୍ ଥିବ, ତାପରେ ଯାହାକୁ ପଠା ହେଇଥିବ ଟୁ ଲେଖା ହେଇଥିବ। ଏଠି ଫ୍ରମ୍ ଆଉ ଟୁରେ ତା କ'ଣ ଥାଏ ପିନ୍କୋଡ଼ ବି ଦିଆହେଇଥିବ। ପିନ୍କୋଡ଼ଟା ଗୋଟେ 6 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖା ହେଇଥିବ, 6 ଅଙ୍କ ବିଶିଷ୍ଟ ସଂଖ୍ୟା ଏମିତି ଲେଖା ହେଇଥିବ 7 5 6 0 0 1 ଏମିତି ଲେଖା ହେଇଥିବ। ତୁମେ କିଛି ଚିଠି ସଂଗ୍ରହ କରିକି ତାର ପିନ୍କୋଡ଼ କ'ଣ ଅଛି ଲେଖିବ ଗୋଟେ ଜାଗାରେ, ଆଉ ତୁମେ ତୁମ ଯେଉଁ ଏରିଆରେ ରହୁଛ ତାର ପିନ୍କୋଡ଼ କେତେ ତୁମେ ଲେଖିବ, ମୋତେ କମେଣ୍ଟ ବକ୍ସରେ ଲେଖି ଦିଅ କ'ଣ ତୁମର ପିନ୍କୋଡ଼। ନହେଲେ ତୁମେ ନ ଜାଣିଛ ନିଜର ବାପା ମାଆଙ୍କୁ ପଚାର, ବଡ଼ ଭାଇଙ୍କୁ ପଚାର, ନହେଲେ ପୋଷ୍ଟମାଷ୍ଟରଙ୍କୁ ପଚାର, ପୋଷ୍ଟ ଅଫିସରେ ଯାଇ ପଚାରିଲେ ସେ ତୁମର ପିନ୍କୋଡ଼ କହିଦେବେ। ତୁମ ପାଖକୁ ତୁମର ଜଣେ ସାଙ୍ଗ ଚିଠି ଲେଖିବ, କେଉଁ ଠିକଣାରେ ଚିଠି ଦେଲେ ଚିଠି ତୁମ ପାଖରେ ପହଞ୍ଚିବ ଲେଖ। ଠିକଣାର ପିନ୍କୋଡ଼ ନିହାତି ଦେବ। ଏଇଠି ତୁମକୁ ଠିକଣା ଲେଖିବାର ଅଛି। ଠିକଣା କେମିତି ଲେଖିବ? ଠିକଣାରେ ପ୍ରଥମେ ଏଟ୍ ଲେଖିବ ମାନେ ତୁମ ଗାଁ, ତାପରେ ଲେଖିବ ପୋଷ୍ଟ ଲେଖିବ, ତୁମର ପୋଷ୍ଟ ଅଫିସ୍ କେଉଁଠି 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 2ଟା ଯାକ ସମାନ ଥାଏ, ତାକୁ ଆମେ ଏମିତି ଏଟ୍ ଗାର ଦେଇକି ପୋଷ୍ଟ ଲେଖିପାରିବା। ତାପରେ ଭାଇଆ ଲେଖିବ, ତାପରେ ଡିଷ୍ଟ୍ରିକ୍ଟ କେଉଁ ଜିଲ୍ଲାରେ ଅଛି ଲେଖିବ, ତାପରେ ରାଜ୍ୟ କେଉଁଠି ଲେଖିବ, ଷ୍ଟେଟ୍ ଲେଖିବ, ତାପରେ ତୁମର ପିନ୍କୋଡ଼ ଲେଖିବ। ପିନ୍କୋଡ଼ ଯାହା ବି ଥିବ 756,000 1 2 ଯାହା ଥିବ ପିନ୍କୋଡ଼ ବି ତୁମେ ଲେଖିବ। ଏମିତି ତୁମ ଠିକଣାଟା ତୁମେ ଲେଖିବ। ଗତ ସପ୍ତାହରେ ବିଭିନ୍ନ ସ୍ଥାନକୁ ଯାଇଥିବା ଅଣ୍ଡା ଓ ଟ୍ରକ୍ ଭଡ଼ା ବାବଦକୁ ଫାର୍ମ ପାଇଥିବା ଟଙ୍କାର ପରିମାଣକୁ ତଳ ସାରଣୀରେ ଦିଆଯାଇଛି। ସେହି ସାରଣୀକୁ ସୁରମା ସ୍ଥାନର ନାମ ଟଙ୍କା ପରିମାଣ ଜାଣିଲା। ଭୁବନକୁ ଯାଇଛି କେତେ 1 10 100 1000 ଅୟୁତ ଲକ୍ଷ 4 ଲକ୍ଷ 3 ଅୟୁତ 7,568 ବାକୁ ପଡ଼ିବା 4,37,568। ସେଭଳିଆ କଟକକୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ 8,10,590। 8 ଗୁଡ଼କୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ 5,00,000 3 2 32,105। କାମାକ୍ଷାନଗରକୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ 3,70,865। ସୁକିନ୍ଦାକୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ, ଲକ୍ଷ ଘରେ 9 ଅଛି, 9 ଲକ୍ଷ, ତାପରେ 2ଟା ମିଶାଇ ଦେବ ମାନେ ଛାଡ଼ିକି କମା ଦେବ 8 7 87, 9,87,030। ଅନୁଗୁଳକୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ 7,00,000 କେତେ ହଜାର 0.5 ମାନେ 5,040। ସେଭଳିଆ ହିନ୍ଦଳକୁ କେତେ ଯାଇଛି 1 10 100 1000 ଅୟୁତ ଲକ୍ଷ 5,30,005 ଏତିକି ଯାଇଛି। ଏଇଠି ସେଇଟା ଲେଖିଛି ଦେଖ। କମା ଦେଇଦେଲା ଫଳରେ କେତେ ସୁବିଧା ହେଇଯାଇଛି ଦେଖ। ଏଇ ଯେଉଁ ସଂଖ୍ୟାଟିକୁ ଏଇଠି ଯେଉଁ ଲେଖା ହେଇଛି ତାକୁ ସବୁ କମା ଦେଇଦେଲା ପରେ ପଢ଼ିବା ପାଇଁ କେତେ ସୁବିଧା ହେଇଗଲା ଦେଖ। ଡାହାଣ ଆଡ଼ୁ 3ଟି ସଂଖ୍ୟା ଛାଡ଼ିକି ଗୋଟେ କମା ଦିଆହେଇଛି, ତାପରେ 2ଟି ଛାଡ଼ିକି ଗୋଟେ କମା ଦିଆହେଇଛି। ତାହେଲେ ଦେଖ 1 10 100 1000 ଅୟୁତ ଲକ୍ଷ, ଲକ୍ଷ ତ ଜାଣିପାରିଲ ଲକ୍ଷ ମାନେ 4 ଲକ୍ଷ,
तापर जतिक थिबो सेतिक हजार एटी केते अछि 37,568 लेखा है 4,37,568 से बड़ा देख तीनटा पर कमा दिया तापर दुईटा पर कमा दिया एटी लक्ष्य करे 8 अछि 8 लक्ष्य करे 8 अछि माने एटा 8 लक्ष्य तापर एठी 10,590 8 लक्ष्य 10,590 बड़ा 8 गोड़ को केते आइछि तीनटा संख्या पर देख कमा दिया तापर दुईटा संख्या पर कमा दिया तापर 5 अछि लक्ष्य करे 5 अछि 5 हजार करे 32 अछि 5,32,105 टंका 5,32,105 टंका सेमति कामाख्यानगर को केते जाइछि एटी तीनटा पर कमा दिया तापर दुईटा पर कमा दिया 3,70,865 3,70,865 तापर सुकिंदा सुकिंदा को केते जाइछि तीनटा पर कमा दिया तापर दुईटा पर कमा दिया तापर लक्ष्य करे अछि 9,87,030 टंका 9,87,030 टंका सेमति एटी अनुगुल केते जाइछि देखो तीनटा पर कमा दिया तापर दुईटा पर कमा दिया लक्ष्य करे 7 अछि 7 लक्ष्य तापर 05 माने 5,040 टंका 7,05,040 टंका हिंदोल को समिति केते जाइछि तीनटा पर गोटे कमा दुईटा पर गोटे कमा तापर लक्ष्य करे 5 लक्ष्य तापर 30,005 टंका 5,30,005 टंका एतिक हबो पूर्व सरणी रे लेखा जाइथिबा संख्या और बापा लिखिथिबा संख्यार कोन भिन्नता लक्ष्य करूछो कमा व्यवहार संख्या लिखिबा प्रणाली देखि सुरमा कमार व्यवहार कारण पचारला बड़ संख्या को सहजरे पढ़िबा पई संख्या लिखिबा पर कमा व्यवहार करा जाय बोली बापा कहले हम जानि तो बड़ संख्याटी को सहजरे पढ़िबा पई हम कमा व्यवहार करंती कमा व्यवहार धारणाटी जानिबा पई बापा को पचारला सुरमा बापा सारणीटी करी सुरमा को कमार व्यवहार धारणाटी बुझे देले केमिति देखो एटी केतोटी संख्या अछि 1 10 100 1000 ओइत लक्ष्य लक्ष्य कला पर देखिए तुम 100 रु 1 पर्यंत मान 100 10 1 1 को 1 कह प्रथम भाग तापर ओइत 1000 को कह द्वितीय भाग और लक्ष्य को कह तृतीय भाग प्रथम भाग पर गोटे कमा दि जाए पुणी द्वितीय भाग पर गोटे कमा दिए तापर गोटे तृतीय भाग पर गोटे कमा दि जाए जमीती जो मुझे कहली धर तुमको 1 लक्ष्य 1 2 3 4 5 एटा है 1 लक्ष्य को जदि आम भागर करवा भागर करवा 1 10 100 को गोटे भाग कह कहते प्रथम भाग हजार ओइत एक कहवा आम द्वितीय भाग एटा कहवा तृतीय भाग आ प्रत्येक भाग पर गोटे आम कमा दे पार प्रत्येक भाग पर गोटे कमा देले आमको पढ़ार सुविधा हम देख केमी मुझे कहूँ थोड़ा एग्जाम गोटे उदाहरण दूसरी 5 7 6 3 2 1 एक जदि आम 3 भाग विभक्त करवा 3टा प्रथम डाण आड़ू 3टा पर गोटे भाग तापर 2टा छाड़ी गोटे भाग ताले एटा को पढ़ी पारे एटा हला प्रथम भाग ना तृतीय भाग एटा प्रथम भाग एटा द्वितीय भाग एटा तृतीय भाग के 5 लक्ष्य तापर 1000 आयुत को मिसाई देले एटा को 1000 करी पढ़ी परिबा 76,321 हमको पढ़िबा पई सुविधा हबो सेमिति एटी जमते लिखा है तृतीय भाग को लक्ष्य प्रकाश करा जाए द्वितीय भाग को 1000 प्रकाश करा जाए दुईटा को मिसाई देख जति गइतिबो सेतिक 1000 आमे कहबा सारणीटी को देख बड़ संख्यार डाहाण पार्श्वरु अर्थात एकक स्थान 3टी अंक गणी प्रथम कमा दिया मुझे जोटा कही प्रथम 3टी अंक छाड़ी प्रथम डाहाण पटू 3टी अंक छाड़ी गोटे कमा देव या प्रथम भाग कह जाए यहाँ प्रथम भाग कह जाए एकक दशक शतक अंक को लेकिन प्रथम भाग गठित या एकक प्रकाश करा जाए ऊपर उदाहरण 508 से जोटा दिखाई 508 यहाँ फास्ट 3टा को आम कह प्रथम भाग 508 568 तापर बाम आड़ को 2टी अंक गणी अर्थात ओइत स्थान बाम को कमा दि जाता है ये गोटे कमा देवा इड़ को बाँ आड़ को पुणी आम बाँ आड़ को आउ 2टा जगह छाड़ी आउ गोटे कमा देवा यहीटा को आम 1000 संख्यार प्रकाश करती या द्वितीय भाग कह जाए 2टा मिसिक आम कह द्वितीय भाग या 1000 ओइत स्थान को अंक को नहीं द्वितीय भाग गठित या 1000 प्रकाश करा जाए जी थी से 1000 37,000 ये जहाँ थी से 1000 लक्ष्य स्थान अंक को तृतीय भाग कह जाए यहाँ को आम कह तृतीय भाग यहाँ को लक्ष्य प्रकाश करा जाए ऊपर उदाहरण 4 लक्ष 6 अंक विशिष्ट संख्या को 3 भाग विभक्त करा ऊपर उदाहरण यहाँ हूँ 4,37,568 टंका कमा व्यवहार कर यहाँ 4,37,568 भाव में यहाँ कमा व्यवहार कर लिखा विभिन्न स्थान जाइथिबा अंडा संख्या और ट्रक भड़ा फार्म देइथिबा टंकार परिमाण को व्यवहार कर लेख किपरि पढ़ा लेख सेटा ऊपर आम यहाँ करके देखी यहाँ कमा व्यवहार कर अलरेडी लिखाई आम यहाँ पढ़ी अलरेडी कर सारी दिनकर घटना सुरमा फार्म को आसुबार देखी जगुआली मकुरु गेट खोलने दौड़ी गला से समय काउटी आसी अंडा पेटर गोटे अंडा नहीं उड़ी पलाइला
ସୁରମା ହସି ଦେଇ ମକୁରୁକୁ ପ୍ରଶ୍ନ ପଚାରିଲା, ସେଠାରେ କେତେଟା ଅଣ୍ଡା ଥିଲା? ମକୁରୁ, ଗୋଟିଏ ଟ୍ରକରେ ଅଣ୍ଡା ଯିବାର ଥିଲା, ଏଣୁ ଏଠାରେ 10,000ଟି ଅଣ୍ଡା ଥିଲା। 10,000 ବା 1 ଅୟୁତଟି ଅଣ୍ଡା ଥିଲା। 10,000 ବା 1 ଅୟୁତ, 10ର 3ଟା ଶୂନ ବା 1ର 4ଟା ଶୂନ ଅଣ୍ଡା ଥିଲା। କାଉ କେତୋଟି ଅଣ୍ଡା ନେଲା? କାଉ ଗୋଟିଏ ଅଣ୍ଡା ନେଲା। ସେଠାରେ ଆଉ କେତୋଟି ଅଣ୍ଡା ରହିଲା? ସୁରମା ପଚାରିଲା। ମକୁରୁ କ'ଣ କହିଲା? ଏହା ମୁଁ କହିପାରିବିନି। ଏମିତି ଟିକିନିକି ହିସାବ ମୁଁ ଜାଣି ନାହିଁ। ମୋତେ ଟିକେ ଶିଖାଇ ଦିଅ। ସୁରମା ଖୁସିରେ କହିଲା, ଗଣିତରେ କେତେଗୁଡ଼ିକ ମଜା କଥା ମୁଁ ଜାଣିଛି। ମୁଁ ତୁମକୁ ଶିଖାଇ ଦେବି। ମୋ ସାଥିରେ ସେ ସୂଚନା ବୋର୍ଡ ପାଖକୁ ଚାଲ। ସୁରମା କିପରି ଗଣିତର ମଜା କଥା ବୋର୍ଡରେ ଲେଖିଲା। କିପରି ଲେଖିଲା ଚାଲ ଦେଖିବା। ସୁରମା କ'ଣ ଲେଖିଲା? 10 ଫେଡାଣ 1 9। ଏହା 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ଦେଖ, ମୁଁ ତୁମକୁ କହୁଛି ଗୋଟେ ଜିନିଷ କଥା। ମୁଁ ତୁମକୁ କହିଥିଲି 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଯଦି ଲେଖିବା ପାଇଁ ପଡ଼ିବ, କ୍ଷୁଦ୍ରତମ ସଂଖ୍ୟା ଲେଖିବା ପାଇଁ ପଡ଼ିବ, ତୁମେ କ'ଣ କରିବ? 2ଟା ଗାର ପକାଇଦେବ। ଏଇ ଡାହାଣ ଆଡ଼ୁ ବାଁ ଆଡ଼ୁ ପ୍ରଥମ ଘରେ 1, ତାପରେ ଯେତିକି ଥିବ ଶୂନ ପକାଇଦେବ। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? 10 ହେଇଗଲା। ତ 10ରୁ ଯଦି 1 ଯିବ, 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ ଯଦି 1 ଯିବ, କେତେ ରହିବ? 9। ଏ 9ଟା ହେଇଯିବ 1 ଅଙ୍କ ବିଶିଷ୍ଟ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଯିବ। ବୃହତ୍ତମ ସଂଖ୍ୟା। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 1 ବିୟୋଗ କଲେ 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ମିଳିବ। ସେମିତି ମୋତେ ଯଦି ମୁଁ ତୁମକୁ ପଚାରିବି 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେମିତି କାଢ଼ିବ? ନା 3ଟା ଗାର ପକାଇଦେଲ। ବାଁ ଆଡ଼ୁ ପ୍ରଥମ ଘରେ 1, ତାପରେ ସବୁ ଶୂନ, ତାହେଲେ 100ଟା ହେଉଛି 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ତା ଦେହରୁ ଯଦି 1 ବିୟୋଗ କରିବ, କେତେ ରହିଲା? 99। 99ଟା କ'ଣ? ନା 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ଏ ହେଉଛି 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ହେଲା, ସେଇ କଥା ଦେଖ। 10ରୁ 1 ଗଲେ 9, 9 ହେଉଛି 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ସେଭଳିଆ 100ରୁ 1 ଗଲେ 99, 99 ହେଉଛି 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ସେଭଳିଆ 1000ରୁ 1 ଗଲେ 999, 999 ହେଉଛି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ସେଭଳିଆ 10,000 ବା 1 ଅୟୁତରୁ 1 ଗଲେ କେତେ ହେବ? 4ଟା 9, 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 1 ଅୟୁତଟା ହେଉଛି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 1 ଗଲେ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ମିଳିବ। ସେଇଭଳିଆ ଇଏ ହେଉଛି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ଲକ୍ଷ। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 1 ଗଲେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ରହିବ। ଏଇଟା ହେଉଛି ତାର ନିୟମ। ବୁଝିପାରିଲ ନା? ଆଉ ଥରେ କହିଦେଉଛି ମୁଁ ଏଟାକୁ କରିକି। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖିବା। ଏଇ ଏପଟର କ୍ଷୁଦ୍ରତମ ଲେଖିବା, ଏପଟର ବୃହତ୍ତମ ଲେଖିବା। ହେଲା, ଏଟା କ୍ଷୟ ଲେଖିଲି କ୍ଷୁଦ୍ରତମ, ଏଟା ବୃହତ୍ତମ ବୃ ଲେଖିଲି। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? ମୁଁ କହିଲି 1 ଆଉ 0, 10। 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? ନା 2ଟା 9। ଯେତିକି ଅଙ୍କ କହିଥିବ ସେତିକି 9 ଲେଖିଦେବ। ଏଇ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ ଯଦି ମୁଁ 1 ଫେଡ଼ିବି, ଏ କେତେ ହେଲା? 10ରୁ 1 ଗଲେ କେତେ ହେଇଯିବ? 9। 9ଟା ହେଇଯିବ 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଯିବ। ସେଇଭଳିଆ 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? 100। 100ରୁ ଯଦି 1 ଫେଡ଼ିବ 99 ହେଲା। 99ଟା କ'ଣ? ନା 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? 1ର 3ଟା ଶୂନ, 1000। ତା ଦେହରୁ ଯଦି 1 ଫେଡ଼ିବା କେତେ ହେବ? 3ଟା 9। 3ଟା 9 କ'ଣ? ନା 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ସେଇ ସୂତ୍ର ଅନୁସାରେ ଯଦି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? 1ର 4ଟା ଶୂନ ବା 1 ଅୟୁତ, ତା ଦେହରୁ ଯଦି 1 ଫେଡ଼ିଦେବା, ତାହେଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 1 ଗଲେ ସେ ହେବ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 4ଟା 9। ହେଲା, ସେଇଭଳିଆ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? ଆମେ ଜାଣିଛନ୍ତି 1 ଲକ୍ଷ। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ପ୍ରଥମେ ଲେଖିଦେବୁ, ତାପରେ 3, 4, 5। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, ତା ଦେହରୁ 1 ଗଲେ ଫେଡ଼ିବା କିଛି ଦରକାର ନାହିଁ। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରେ 1 ଗଲେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ। 5ଟା 9 ଲେଖିଦେବ। 1, 2, 3, 4, 5। ବୁଝିଗଲା? ମୁଁ ଯଦି କହିବି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, ଏଇଟା 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା, ତା ଦେହରୁ 1 ଗଲେ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 1 ଗଲେ କ'ଣ ହେଇଯିବ? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 3ଟା 9। ବୁଝିଗଲା? ତ ଏଇଟା ହେଉଛି ମଜା କଥା ଗଣିତର। ସୁରମା ମକୁରୁକୁ କହିଲା, ଏବେ ତୁମେ ଏହାର ଠିକ୍ ଉଲ୍ଟା କରିବ। ଦେଖ ଉଲ୍ଟା କ'ଣ? ନା 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? 9। 9ରେ ଯଦି ଆମେ 1 ଯୋଗ କରିଦେବା କେତେ ହେଇଯିବ? 10। 10 ହେଇଯିବ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ସେମିତି 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? 99। 99ରେ ଯଦି 1 ଯୋଗ କରିଦେବା କେତେ ହେଇଯିବ? 100। 100 ହେଇଯିବ 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା।
2 अंक विशिष्ट बृहत्तम संख्या 1 जोग कले 3 अंक विशिष्ट क्षुद्रतम संख्या से 3 अंक विशिष्ट बृहत्तम संख्या 1 जोग करदे केते हो ना 4 अंक विशिष्ट क्षुद्रतम संख्या से 4 अंक विशिष्ट बृहत्तम संख्या 4टा 9 रे 1 जोग कले केते हबो ना 5 अंक विशिष्ट क्षुद्रतम संख्या हो से 99 1 मिसले 100 या होची एटी लिखिदबा 100टा कोन यह होची 3 अंक विशिष्ट क्षुद्रतम संख्या से 1000टा होची 4 अंक विशिष्ट क्षुद्रतम संख्या 10,000टा होची 5 अंक विशिष्ट क्षुद्रतम संख्या 1 लक्षटा होची 6 अंक विशिष्ट क्षुद्रतम संख्या एटा सब लिखिदब आमे जानिले 1 अंक विशिष्ट बृहत्तम संख्या रे 1 जोग कले जोगफल 2 अंक विशिष्ट क्षुद्रतम संख्या हुए से पर हिसाब करको 1 अंक विशिष्ट बृहत्तम संख्या रे 1 कले 2 अंक विशिष्ट क्षुद्रतम संख्या 2 अंक विशिष्ट बृहत्तम संख्या रे 1 जोग कले 3 अंक विशिष्ट क्षुद्रतम संख्या 3 अंक विशिष्ट बृहत्तम संख्या रे 1 जोग कले 4 अंक विशिष्ट क्षुद्रतम संख्या उपरोक्त संरचना को आगु बढ़ाई 2 धाड़ी रे कोन हबे लख जेटा हम करिसंती ऑलरेडी 4 अंक विशिष्ट क्षुद्रतम संख्या रे 4 अंक विशिष्ट क्षुद्रतम संख्या रे जदि आमे 1 मिसेबा 4 अंक विशिष्ट बृहत्तम संख्या किए 4टा 9 रे जदि आमे 1 मिसेबा कोन हबो 5 अंक विशिष्ट क्षुद्रतम संख्या 5 अंक विशिष्ट क्षुद्रतम संख्या किए एटा 1 बार 4टा 0 से 5 अंक विशिष्ट बृहत्तम संख्या केते 5टा 9 तादरे 1 मिसेले 6 अंक विशिष्ट क्षुद्रतम संख्या हो 6 अंक विशिष्ट क्षुद्रतम संख्या के 1 रे 5टा 0 3 4 5 6 अंक विशिष्ट क्षुद्रतम संख्या हो एटा सुरमा बोर्ड रे संख्याटी लिखिला मकुर को पचारला यह केते अंक विशिष्ट संख्या देख 3 3 3 3 3 1 10 6,000 युत लक्ष 1 10 6,000 युत लक्ष केते अंक विशिष्ट संख्या एटा केतोटा अंक अछि 1 2 3 4 5 6 एटा गोटे 6 अंक विशिष्ट संख्या बा 6 अंक विशिष्ट संख्या 6 अंक विशिष्ट संख्या एटा हो संख्याटर प्रति स्थान रे 3 रो स्थानीय मान केते काढिया पई कहिछि 3 स्थानीय मान काढियो केमिति एटी करिक देख एटी एक जगह रे 3 अछि एटा 3 रो स्थानीय मान होछि 3 1 बा 3 गुणन 1 3 एटी 10 जगह रे अछि 3 ताले 3 गुणन 3 10 3 गुणन 10 30 एटी 100 जगह रे अछि 3 गुणन 100 300 एटी 1000 जगह रे अछि 3 गुणन 1000 3000 एटी अयुत जगह रे अछि 3 गुणन अयुत 3 अयुत एटी लक्ष जगह रे अछि 3 लक्ष 3 गुणन लक्ष 3 लक्ष ये उत्तर स्थानीय मान तान स्थानीय मान केमिति कढा हला देखो आमे जानि चंदी एटा देछि ते 6टा 3 देछि 4 1 2 3 4 5 6 तापरे को घर कर दला सब एटा 1 एटा 10 एटा 100 एटा 1000 एटा अयुत एटा लक्ष 3 लक्ष जगह अछि तान 3 गुणन 1 लक्ष लिखि दबो 1 रो लक्ष माने 1 रो 5टा 0 3 4 5 तान यार एई जो 3 तार स्थानीय माने केते गला 3 लक्ष 3 रो 5टा 0 एठी जो अछि अयुत घरे अछि तान 3 गुणन 1 अयुत 3 अयुत 1 रो 4टा 0 तान एठी 3 रो 4टा 0 3 अयुत सेबला एठी केते 3000 3 गुणन 1000 हे जिवो 3000 एबला तापर 300 3 गुणन 100 तार स्थानीय मान हो 300 तापर 3 गुणन 10 तार स्थानीय मान हो 30 तापर 3 1 3 संख्या रे जो अंक तले गार दिया जाइछि ताहार स्थानीय मान लेख एठी कते 3 7 5 9 एठी लिखा है 3 7 5 9 3 7 5 9 3 1 9 तले गार दिया जाइछि 1 10 100 1000 अयुत लक्ष ताने 100 900 900 तार स्थानीय मान केते हिजो 900 हिजो सेबला 8 5 6 0 2 4 1 10 100 1000 6000 6000 तो केमिति लिखे 6 रो 3टा 0 6000 तापर केते 2 3 8 7 0 6 एटी 6 6 तळ कर देछि 6 1 बा 6 एटी 1 10 100 1000 अयुत लक्ष 9 तळ कर देछि 9 लक्ष 9 लक्ष 9 रे 5टा 0 3 4 5 हे जिवो एटी 1 10 100 1000 अयुत लक्ष 4 तळ कर दे 4 अयुत जे केते
4 ଚାରିଟା ଶୂନ 1 2 3 4 ଏଇଟା ହେଉଛି ତାର ସ୍ଥାନୀୟ ମାନ। ଶୂନ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ତାର ସ୍ଥାନୀୟ ମାନ ଶୂନ ହୁଏ। ଶୂନ ଯେକୌଣସି ଜାଗାରେ ରହିଲେ 4 0 0 0 0 ଏଠି ତାର ସ୍ଥାନୀୟ ମାନ ଶୂନ। ଏ ସବୁ ଶୂନ ଏର ସ୍ଥାନୀୟ ମାନ। 4 2 3 5 ରେ 2 ର ସ୍ଥାନୀୟ ମାନ 2 ଶହ 1 10 ଶହ ଶତକ ଜାଗାରେ ଅଛି, ତାହେଲେ ଇଏ ହବ 200 ହବ। କିନ୍ତୁ ତାର ସାଂଖ୍ୟିକ ମାନ ହେଉଛି 2 ସଂଖ୍ୟାରେ ଏଠି 2 ଲେଖା ହେଇଛି, କିନ୍ତୁ ତାର ସ୍ଥାନୀୟ ମାନ ହେଉଛି କେତେ, ତାର ମୂଲ୍ୟଟା କେତେ ନା ଯେହେତୁ ଶତକ ଜାଗାରେ ଅଛି ସେ 200 ହବ। 4 2 3 5 ରେ 4 ର ସ୍ଥାନୀୟ ମାନ କେତେ 1000, ତାହେଲେ 4000। ଉତ୍ତର ଲେଖ। 1 0 2 3 4 କୁ ବ୍ୟବହାର କରି 4ଟି 5 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ଯେପରି ଅଙ୍କ 2 ପ୍ରତ୍ୟେକ ସଂଖ୍ୟାର ବିଭିନ୍ନ ସ୍ଥାନରେ ରହିବ। ତୁମେ ଲେଖିଥିବା ପ୍ରତ୍ୟେକ ସଂଖ୍ୟାରେ 2ର ସ୍ଥାନୀୟ ମାନ କେତେ ହେବ ଲେଖ। ହେଲା, ଚାଲ କରିବା। ମୁଁ ଏଟା ଜାଗା କମ୍ ପାଇଁ ମୁଁ ଏଟା କରିକି ଲିଭେଇ ଦେବି, ତୁମେ ଯଦି ଏଟା ଦେଖୁଥିବ ନୋଟ୍ କରିଦେବ। 1 0 2 3 4 କୁ ଆମକୁ 4ଟି 5 ଅଙ୍କ ବିଶିଷ୍ଟ ସଂଖ୍ୟା କରିବାର ଅଛି ଏହାକୁ ବ୍ୟବହାର କରିକି। ତାହେଲେ ଏକ ଦେଖ 5 ଅଙ୍କ ବିଶିଷ୍ଟ ସଂଖ୍ୟା, ପ୍ରଥମ ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖା 3 4 5 5ଟା ଅଙ୍କ ରହିବ। ଆଉ ସେ କହୁଛି ଯେପରି ଅଙ୍କ 2 ପ୍ରତ୍ୟେକ ସଂଖ୍ୟାର ବିଭିନ୍ନ ସ୍ଥାନରେ ରଖିବ, ଭିନ୍ନ ଭିନ୍ନ ସ୍ଥାନରେ ରଖିବ। ଯଦି ଏଠି 2ଟା ଆମେ ଏକକ ସ୍ଥାନରେ ରଖିବା, ତାପରେ ସଂଖ୍ୟାର 2ଟା ଦଶକ ସ୍ଥାନରେ, ତାପରେ ଶହକ ସ୍ଥାନରେ ଏମିତି ରଖିବା। ଯେହେତୁ ଏଟା ମନେ ରଖିଥିବ, ଏଟା ତମର ଆଦର୍ଶ ତମର ହେଉଛି ନବୋଦୟ ବିଦ୍ୟାଳୟରେ ଆସିବ ଏଇଭଳିଆ କ୍ୱେଶ୍ଚନ କି ଏକୁ ନେଇ ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା କର। 5 ଅଙ୍କ ବିଶିଷ୍ଟ ସଂଖ୍ୟା କରି ଯଦି ଶୂନକୁ ଆମେ ପ୍ରଥମେ ଲେଖିପାରିବା କି? ଯଦି ଶୂନକୁ ପ୍ରଥମରେ ଲେଖିଦେବା, ତାହେଲେ ବାଁ ପଟରେ ଯଦି ଲେଖିଦେବା, ତାହେଲେ ଇଏ ଆଉ 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇକି ରହିବନି। ତାପରେ ଯଦି 1 2 3 4 ଲେଖିବା, ତାହେଲେ ଇଏ 5 ଅଙ୍କ ବିଶିଷ୍ଟ, ଇଏ 4 ଅଙ୍କ ସଂଖ୍ୟା ବିଶିଷ୍ଟ 4 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯିବ। ସେଥିପାଇଁ ଶୂନ ଆମେ ପ୍ରଥମେ ଲେଖିପାରିବା ନାହିଁ, ଆମକୁ ଶୂନକୁ ମଝିରେ କେଉଁଠି ଲେଖିବା ପାଇଁ ପଡ଼ିବ। ଏବେ 5ଟା ଗାର ପକାଇଦେବା, 1 2 3 4 5। ଏବେ ଏଇଠି 1 ରଖିଲେ, ପ୍ରଥମରେ 1 ଧରି ଲେଖିଦେଲେ, ତାପରେ 2ଟାକୁ ବିଭିନ୍ନ ଜାଗାରେ ଲେଖିଦେଲେ। ମୁଁ ପ୍ରଥମେ ଏଠି 1 ଘରେ ରଖିଲି, ତାପରେ ଏଠି 4, ତାପରେ 3, ତାପରେ 0 1 0 3 4 2। ଏଇଟା ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲା। ଏଠି 2ର ସ୍ଥାନୀୟ ମାନ କେତେ? 2 କେଉଁ ଘରେ ଅଛି? ଏଟା 1 ଘର, ଏଟା 10 ଘର, ଏଟା 100 ଘର, ଏଟା 1000 ଘର, ଏଟା ଅୟୁତ ଘର। ଏଟା 1 ଘରେ ଅଛି 2, ତାହେଲେ 2 1 2 1 କେତେ? 2 1 2। ତାପରେ ସଂଖ୍ୟାଟି ଲେଖିବା 5 ଅଙ୍କ ବିଶିଷ୍ଟ ସଂଖ୍ୟା 3 4 5। ମୁଁ ଏଠି 1 ଲେଖିଦେଲି, 2ଟାକୁ ଏଠି 10 ଘରେ ଲେଖୁଛି, ଏଠି 0 ଲେଖିଦେଲି, ଏଠି 3, ଏଠି 4, ଯେକୌଣସି ଉପାୟରେ ଲେଖିପାରିବ ତମେ ଆଉ କିଛି ବି ଲେଖିପାର। ମୁଁ ଏକ 5 ଅଙ୍କ ବିଶିଷ୍ଟ ସଂଖ୍ୟା କଲି। ଏଠି 2ର ସ୍ଥାନୀୟ ମାନ କେତେ ହେବ? 2 କେତେ ଘରେ ଅଛି? ଏଟା 1 ଘର, ଏଟା 10 ଘର, 2 10 2 10 ଯେ କେତେ? 2 ଗୁଣନ 10, 2 ଗୁଣନ 10 କେତେ? 20। ତାହେଲେ 2ର ସ୍ଥାନୀୟ ମାନ ଏଠି 20। ତାର ଆଉ ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବା ଚାଲ, 3 4 5। ଏଠି ମୁଁ 2ଟାକୁ 7 ଘରେ ଲେଖିଲି, ଏଠି ମୁଁ 4 ଲେଖିଦେଉଛି, ଏଠି 3 ଲେଖିଦେଉଛି, ଏଠି 1 ଲେଖିଦେଉଛି, ଏଠି 0 ଲେଖିଦେଉଛି। ଏଟା ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଠି 2ର ସ୍ଥାନୀୟ ମାନ କେତେ? 1 10 100 200। 200ଟା କେତେ ହେବ? 2 ଗୁଣନ 100 ବା 200 ହେଲା। 4ଟା କଥା କହିଥିଲା, 4ଟା ଆଉ ଗୋଟେ କରିବା ଚାଲ, ଆଉ ଗୋଟେ ଲେଖିଦେବା। 1 2 3 4 5 1 2 3 4 5। ଏଠି ମୁଁ ଲେଖିଦେଲି 3, ଏଠି 2ଟା ଏଇଠି ଲେଖିଦେବି, ଏଠି 4, ଏଟା 0, ଏଟା 1। ଏଠି 2ର ସ୍ଥାନୀୟ ମାନ କେତେ ହେବ? 1 10 100 1000 2000। 2000ଟାକୁ ଲେଖିବ, 2 1 2 3 2000 ଲେଖିହେବ। ତାପରେ ଆଗକୁ ବଢ଼ିବା। ଯେଉଁ 6 ଅଙ୍କ ବିଶିଷ୍ଟ ସଂଖ୍ୟାର 1000 ସ୍ଥାନରେ 4, ଦଶକ ସ୍ଥାନରେ 3, ଲକ୍ଷ ସ୍ଥାନରେ 9 ଏବଂ ଅନ୍ୟ ସ୍ଥାନରେ 0 ଅଛି, ସେଇ ସଂଖ୍ୟାଟି କେତେ? ଏବେ ଦେଖ 6 ଅଙ୍କ ବିଶିଷ୍ଟ ସଂଖ୍ୟା କରିବାର ଅଛି, ଆମେ ଗୋଟେ 6ଟା ଗାର ପକାଇଦେବା, 1 2 3 4 5 6। ଏବେ ଯାହା ଯାହା କହିଛି ଲେଖିବା। 6 ଅଙ୍କ ବିଶିଷ୍ଟ ସଂଖ୍ୟାର 1000 ସ୍ଥାନରେ 4, ଏଇଟା କେତେ? 1, ଏଟା 10, ଏଟା 7, ଏଟା 1000, ଏଟା ଅୟୁତ, ଏଟା ଲକ୍ଷ। 1000 ସ୍ଥାନରେ 4, 1000 ସ୍ଥାନରେ 4 ଲେଖିଦେବା। ଦଶକ ସ୍ଥାନରେ 3, ଦଶକ ସ୍ଥାନରେ 3 ଲେଖିଦେବା। ଲକ୍ଷ ସ୍ଥାନରେ 9, ଲକ୍ଷ ସ୍ଥାନରେ ଏଠି 9 ଲେଖିଦେବା। ଅନ୍ୟ ସ୍ଥାନରେ 0 ଅଛି, 0 0 0। ତାହେଲେ ଏଟା କେତେ ହେଇଗଲା? 3ଟା ସଂଖ୍ୟା ପରେ ଗୋଟେ ଗାର ଦେଇଦେବା, ତାପରେ 2ଟା ପରେ ଗୋଟେ ଗାର ଦେଇଦେବା, 9 ଲକ୍ଷ 4030 ହେଇଯିବ ଏଟା।
ଅଲଗା ଅଲଗା 5ଟି ଅଙ୍କକୁ ନେଇ ଗୋଟିଏ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ସେହି ସଂଖ୍ୟାଟିର ଓଲଟେଇ ଲେଖିଲେ ଯେଉଁ ସଂଖ୍ୟାଟି ହେଲା ସେଥିରେ ପ୍ରତ୍ୟେକ ସ୍ଥାନର ସ୍ଥାନୀୟମାନ ଲେଖ। ସେ କହୁଛି ଅଲଗା ଅଲଗା ସଂଖ୍ୟାକୁ ନେଇକି ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବା। ମୁଁ ଗୋଟେ ଲେଖିଦେଉଛି 1 2 3 4 5। ଏଠି ଦେଖ ସବୁ ଅଲଗା ଅଲଗା, କେଉଁ ଗୋଟେ ସଂଖ୍ୟା ଆଉ ଥରେ ଆସିନି। 5 ଥରେ, 4 ଥରେ, 3 ଥରେ, 2 ଥରେ, 1 ଥରେ, ସବୁ ଅଲଗା ଅଲଗା ସଂଖ୍ୟା। ତାପରେ ସେ କହୁଛି ଏକୁ ଉଲଟେଇ ଦେବା। ଏକୁ ଉଲଟେଇ ଦେଲେ କେତେ ହେବ? 5 4 3 2 1। ତାପରେ କହୁଛି ପ୍ରତ୍ୟେକ ସ୍ଥାନର ସ୍ଥାନୀୟ ମାନ କେତେ ଲେଖିବା। ସ୍ଥାନୀୟ ମାନ କାଢ଼ିବା ପୂର୍ବରୁ ଆମେ ଲେଖିଦେବା 1 10 100 1000 ଅୟୁତ। 1 1 ତାହେଲେ 1 ହେଇଗଲା। 2 10 2 10 ଯେ କେତେ ହେଇଯିବ? 20। 300 300 ଯେ କେତେ ହେଇଯିବ? 300 4000 4 ର 3ଟା ଶୂନ 4000 5 ଅୟୁତ 5 ର 4ଟା ଶୂନ 5 ଅୟୁତ। ଏତିକି ହେଇଯିବ ସ୍ଥାନୀୟ ମାନ ୟାର। ପୂର୍ବ ଶ୍ରେଣୀରେ 4 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବିସ୍ତାରିତ ପ୍ରଣାଳୀରେ କିପରି ଲେଖାଯାଏ ତାହା ତୁମେ ଜାଣିଛ। ଆସ ତା ମାନେ ପକାଇବା। 3 7 5 4କୁ ବିସ୍ତାରିତ ରୂପରେ ଲେଖିଲେ କେତେ ହେବ? 3 7 5 4 3750 ତାପରେ 4 3750 ତାପରେ 4 ଏଇଭଳିଆ ଲେଖିହେବ। ଏବେ 5 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖିବା। ମନେ କରାଯାଉ 2 5 3 7 8 ଏଇ ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖିବା। ପ୍ରଥମେ ତାର ସ୍ଥାନୀୟ ମାନ ଲେଖିବା। 2 5 3 7 8 8 ହେଉଛି ଏକକ, 7 ହେଉଛି ଦଶକ, 3 ହେଉଛି ଶତକ, 5 ହେଉଛି ହଜାର, 2 ହେଉଛି ଅୟୁତ। ତାହେଲେ ତାକୁ ବିସ୍ତାରିତ ରୂପରେ ଲେଖିଲେ କେତେ ହେବ? ସଂଖ୍ୟାଟିର ଏକକ ସ୍ଥାନରେ 8 ଅଛି, ଏହାର ମୂଲ୍ୟ 8 1। ସଂଖ୍ୟାଟିର ଦଶକ ସ୍ଥାନରେ 7 ଅଛି, ଏହାର ମୂଲ୍ୟ 7 10। ଶତକ ସ୍ଥାନରେ 3 ଥିବାରୁ ଏହା ମୂଲ୍ୟ 300 ବା 300। ହଜାର ସ୍ଥାନରେ 5 ଥିବାରୁ ଏହାର ମୂଲ୍ୟ ହେଇଯିବ 5000। ଅୟୁତ ସ୍ଥାନରେ 2 ଥିବାରୁ ଏହାର ମୂଲ୍ୟ ହେବ 2 ଅୟୁତ ବା 20000। ତେଣୁ 2 5 3 7 8କୁ 2 ଅୟୁତ 5000 370 8 ଏଇଭଳିଆ ଲେଖି ହେବ। ତାପରେ କହିଛି ଏଇ ସବୁ ସଂଖ୍ୟା ଗୁଡ଼ିକର କୁ ବିସ୍ତାରିତ ରୂପରେ ଲେଖ। ହେଲା, ଚାଲ ବିସ୍ତାରିତ ରୂପରେ ଲେଖିବା। ସହଜ ଏଗୁଡ଼ା ସବୁ। 2 9 0 9 3 ହେଲା। ପ୍ରଥମେ ଏଠି 1, ଏଠି 10, ଏଠି 100, ଏଠି 1000, ଏଠି ଅୟୁତ। 3 1 3 1 ମାନେ 3 3 ଗୁଣନ 1 ସେଟା ହେଇଗଲା 3। ଏଠି ହେଲା 9 10 9 10 9 10 9 ଗୁଣନ 10 କେତେ ହେଲା? 90। ତାପରେ 0 7 0 7 ମାନେ କିଛି ସହ ରହିବନି, 0 7 0 କିଛି ଦରକାର ନାହିଁ। ତାପରେ 9000 9 1000 9 ଗୁଣନ 1000 ବା 9000 9 ର 3ଟା ଶୂନ। ତାପରେ 2 ଅୟୁତ 2 ଅୟୁତ 2 ଅୟୁତରୁ 2 ର 4ଟା ଶୂନ 1 2 3 4 4ଟା ଶୂନ 2 ଅୟୁତ। ଏକ ବିସ୍ତାରିତ ରୂପରେ ଲେଖିଲେ କେତେ ହେବ? 2 ଜାଗାରେ 2 ଅୟୁତ ଲେଖିଦେବା। 2 ଅୟୁତ 2 ର 4ଟା ଶୂନ ଯୁକ୍ତ 9000 9 ର 3ଟା ଶୂନ ଯୁକ୍ତ 0 ସହ କିଛି ରହିବନି, ଶୂନ ବା କିଛି ନ ଲେଖିଲେ ଚଳିବ ଏଠି। ତାପରେ 9 10 90 ତାପରେ 3 ଏତିକି ହେଇଯିବ ତାର ବିସ୍ତାରିତ ରୂପ। 9 5 4 0 3 9 5 4 0 3 1 10 100 1000 ଅୟୁତ। 9 ଅୟୁତ 9 ଅୟୁତ ମାନେ 9 ର 4ଟା ଶୂନ। 5000 ମାନେ 5 ର 3ଟା ଶୂନ। ତାପରେ 400 ମାନେ 4 ର 2ଟା ଶୂନ। 0 10 କିଛି ଲେଖିବା ଦରକାର ନାହିଁ, 3 1 3 ଏତିକି ଲେଖିଦେବ। ଏଇଟା ତାର ହେଇଗଲା ବିସ୍ତାରିତ ରୂପ। 8 0 2 7 8 ଏଭଳିଆ ଲେଖିଦେବ। 1 10 100 1000 ଅୟୁତ। 8 ଅୟୁତ ମାନେ ଅୟୁତ ମାନେ 8 ର 4ଟା ଶୂନ ପ୍ଲସ୍ 1000 କିଛି ନାହିଁ। ତାପରେ 200 2 ର 2ଟା ଶୂନ। ତାପରେ 7 10 ମାନେ 70 ତାପରେ 8 ଏତିକି ହେଇଯିବ। ତାପରେ ଆଗକୁ ବଢ଼ିବା। 7 ର 4ଟା ଶୂନ 1 2 3 4 7 ଅୟୁତ ଏଟା ଲେଖା ହେଇଛି। 1 10 100 1000 ଅୟୁତ ଏଗୁଡ଼ା ତ ସବୁ ଶୂନ। ଏଟା ଖାଲି 7 ଅୟୁତ 7 ଅୟୁତ ମାନେ 7 ର 4ଟା ଶୂନ ଏତିକି ହେଇଯିବ ତାର ବିସ୍ତାରିତ ରୂପ। ଇଏ ତା ବିସ୍ତାରିତ ରୂପର ଅଛି। ସେହିପରି 6 ଅଙ୍କ ବିଶିଷ୍ଟ ସଂଖ୍ୟାଟିକୁ ବିସ୍ତାରିତ ରୂପରେ ଲେଖିବା। 3 5 2 4 7 8 3 5 2 4 7 8 ଏପଟରୁ ଆସିବା 1 10 7 1000 ଅୟୁତ ଲକ୍ଷ। ତାହେଲେ 3 କୁ ଲକ୍ଷ, 3 ଲକ୍ଷ ମାନେ 3 ର 5ଟା ଶୂନ। 5 ଅୟୁତ ମାନେ 5 ର 4ଟା ଶୂନ। 2000 ମାନେ 2 ର 3ଟା ଶୂନ। 400 ମାନେ 4 ର 2ଟା ଶୂନ 70 ଆଉ 8। ତୁମ ମନରୁ 5ଟି 6 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ପ୍ରତ୍ୟେକ ସଂଖ୍ୟାର ନାମ ଲେଖ। ପ୍ରତ୍ୟେକ ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖ। ତୁମ ମନରୁ 5ଟି 6 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। 5ଟି 6 ଅଙ୍କ ବିଶିଷ୍ଟ ସଂଖ୍ୟା। ଚାଲ ଲେଖିବା 6 ଅଙ୍କ ବିଶିଷ୍ଟ ସଂଖ୍ୟା। 6 5 4
3 2 1 2 4 ये 6 अंक विशिष्ट है 1 10 6 1000 अयुत लक्ष 6 अंक विशिष्ट है एकु कौची प्रत्येक संख्यार नाम लेखिया माने कमा देदेबा 3टा पर डाण आड़ गोटे कमा देबा तापर 2टा छाड़ी गोटे कमा देबा केते हला 6 लक्ष तापर एटा होची 1000 रे को गणिबा 5 4 54 54324 यार एबे विस्तारित उपर लिखिया विस्तारित उपर लिखिया कौन प्रथम मुझे कहते ये लिखिदेव 1 10 100 1000 अयुत लक्ष 6 लक्ष मान 6 5टा शून्य 3 4 5 तापर 5 अयुत मान 5 4टा शून्य तापर 4000 मान 4 3टा शून्य तापर 300 मान 3 2टा शून्य तापर 2 10 मान 20 तापर 4 एतिक हो तार विस्तारित रूप ताहले आउ गोटे लिखा 5टी कही मुझे 3टे करी तुम आउ 2टी करदेव आउ गोटे संख्या लिखा 3 4 0 3 2 5 4 एटा गोटे 6 अंक विशिष्ट संख्या है 6 अंक विशिष्ट संख्या है माने पढ़ा केमी 3टा पर गोटे डाण आड़ू 3टा पर गोटे कमा देवा तापर 2टा छाड़ी गोटे कमा देवा एटा लक्ष 4 लक्ष तापर एटा 1000 केते 1000 0 3 मान 3000 254 4 लक्ष 3254 ये संख्याटर नाम पढ़ा एमती संख्याटर नाम भी एटा सामान 4 लक्ष 3254 आउची एटा यार स्थानीय मान काढ़िया केमी प्रथम ये आरंभ कर एटा एकक एटा दशक एटा शतक एटा 1000 एटा अयुत एटा लक्ष एटा 4 लक्ष 4 1 2 3 4 5 4 लक्ष तापर शून्य अयुत किसी लिखा दरकार नहीं तापर 3000 3 3टा शून्य तापर 200 2 2टा शून्य तापर 5 10 50 तापर 4 एतिक तापर आउ गोटे संख्या लिखा 6 अंक विशिष्ट संख्या 7 3 4 6 0 0 एटा गोटे 6 अंक विशिष्ट संख्या है एकु पढ़ा केमी 3टा पर गार देवा 2टा पर गार देवा 7 लक्ष 34,600 ये संख्याटर नाम केते हम नाम हम 7 लक्ष 3 अयुत 4,600 यार स्थानीय मान केते केमी काढ़िया 1 10 100 1000 अयुत लक्ष 7 माने 7 लक्ष 1 2 3 4 5 प्लस 3 अयुत माने 3 4टा शून्य प्लस 4000 माने 4 3टा शून्य प्लस 600 6 2टा शून्य तापर 0 10 0 1 एक लिखा दरकार नहीं एतिक हम तार विस्तारित रूप तुम आउ 2टा लिखिदेव चले तापर 2 नंबर कौन को देखा आस आम खाली स्थान पूरण करवा विस्तारित रूप लिखा है 5 1 7 10 400 2000 3 अयुत 9 लक्ष ये लिखिदे ये सब के देख प्रथम तो केतेटा संख्या अच्छी देखिए 1 2 3 4 5 6 6 अंक विशिष्ट संख्या 1 2 3 4 5 6 एक घरे शून्य रहा 10 घरे 6 60 7 घरे 303 तापर एटी 2टा शून्य तापर लक्ष घरे 7 ये 7 रहा से भाया ये गणिदेव कतटा 1 2 3 4 5 6 6टा गार पकईदेव 3 4 5 6 एक घरे 1 10 घरे 5 50 मान 5 तापर शून्य तापर 5000 मान 5 तापर शून्य तापर 4 लक्ष मान 4 तापर एटा देख केते 1 10 100 1000 अयुत लक्ष 6टा गार पकईदेव ये 1 2 3 4 5 6 एक घरे केते अच्छे 3 लिखिदेव 10 घरे 40 मान 4 7 घरे 200 मान 2 1000 घरे 3000 मान 3 अयुत घरे 8 अयुत मान 8 ये 2 लक्ष मान 2 तापर एटा देख कौन देछि से भाया 6टा घर पकईदेव 3 4 5 6 एक घरे 9 10 घरे भी 9 1000 100 घरे भी 9 1000 घरे भी 9 अयुत घरे भी 9 लक्ष घरे भी 9 6टा 9 तापर देख ये 1 10 100 1000 अयुत लक्ष ये भाया 6टा घर पकईदेव 3 4 5 6 एक घरे 1 10 घरे 1 100 घरे 1 1000 घरे 1 अयुत घरे 1 लक्ष घरे 1 तापर ये देख 1 2 3 4 5 6 6टा घर पकईदेव 1 2 3 4 5 6 एक घरे केते 7 10 घरे 0 100 घरे 0 1000 घरे 0 अयुत घरे 0 लक्ष घरे 7 तो मझे 4टा 0 तापर 7 एतिक यार उत्तर।